तो होम साइंस होम साइंस तो आम टे आम ऑप्शनल वेटेज कम रोचे बर्तमान ठू कारण प्रिलिम परीक्षा है प्रिलिम परीक्षा एथर किसी एथर मुझे जानी तुम मान भर पोटेंशियल स्टूडेंट जो मैंने अच्छा ना ग्यारंटेड हम एथर आई एम टेलिंग यू ग्यारंटेड हम पोटेंशियल स्टूडेंट जो मैंने सब डेली डेली क्लास करी रेगुलारिटी मेंटेन करी तुम परफॉर्मेंस भी बहुत भल रोचे है तेणु प्रिलिम तो ग्यारंटेड हम भाई तेणु जमी किसी भूल न हुए रिविजन लास्ट मोमेंट रिविजन बर्तमान तो किसी भूल जमी न हुए है मत जहाँ लगुच तुम हिस्ट्री क्वेश्चन किसी भूल हम जी कर बहुत कर खाली मेडिकल सारी दिए मुगलटा सारीदे मुगलटा विजयनगर एम्पायर बाहामणी एम्पायर विजयनगर बाहामणी किसी ना टे पढ़देले खाली मेन मुगल एम्पायरटा मुगलटा को सारीदे तुम सब सरीज आउ हिस्ट्री किसी जमी भूल न हुए हिस्ट्री क्वेश्चन किसी भूल हेनी इकोनोमिक्स क्वेश्चन किसी भूल हेनी भूल हम पॉलिटी क्वेश्चन भूल हम है आउ भूल हम जोग्राफी क्वेश्चन भूल हो पारे गोटे दुटा आउ एनवायरमेंट इकोलॉजी भी किसी भूल हेनी बुझे ना ना आउ जनरल साइंस कही तुम के क्वेश्चन प्रैक्टिस कर कौन से अनुसार आ बाकी जो करेन्ट अफेयर क्वेश्चन तो किसी भूल हवा कथा नहीं बुझे करेन्ट क्वेश्चन जहाँ कर आसो सब विषय भितर क्वेश्चन आसो जहाँ भी ଏବେ କଣ ସବୁ ଏବେ କଣ ଆୱାର୍ड ଫାୱାର୍ड ଦିଆହଉଛି ଓଡ଼ିଆ ପେପର ଇଂଲିଶ ପେପର ଡେଲି ଦେଖୁଥା ଏବେ କଣ ଆଜି ଗୋଟେ କଣ ସ୍ମୃତି ଆୱାର୍ଡ ନା କଣ ଗୋଟେ ଦିଆଯାଇଛି କି ଏବେ ଜନ କଣ ସ୍ମୃତି ସୃଜନ ଶକ୍ତି ଆୱାର୍ଡ ନା କଣ ଗୋଟେ ଦିଆଯାଇଥିଲା ଯେ ଓଡ଼ିଆରେ ଦିଆ ହଉଥିଲା କଣ ଦେଖୁଥିଲି ଏମିତି କିଛି ଆୱାର୍ଡ ଦିଆ ଯୋଉଟା ପକେଇଦେବେ ମାନେ ଅଫିସ ବାଲା ହେଲା ତେଣୁ ଆମକୁ ସେଇ ଅନୁସାରେ ପ୍ରିପେୟାର କରିବା ପାଇଁ ପଡିବ ଠିକ ସେ ତେଣୁ ଭୁଲ କିଛି ହବନି ପ୍ରିଲିମରେ ଏଥର ପ୍ରିଲିମ ପାଇଁ ସବୁ ପ୍ରିକସନ ନିଆହଉଛି ଏଥର ଆଉ ପ୍ରିଲିମରେ ଯେମିତି କିଛି ନ ହୁଏ ଅପସନାଲ ପ୍ରିଲିମ ରହିଗଲା ମାନେ ଅପସନାଲ ପ୍ରିପେୟାର କଲେ ଯେତେ ବି ପ୍ରୋବ୍ଲେମ ହେଇଯାଉଛି ନା ବୁଝିପାରୁଛ ନା ନାଇଁ ଅପସନାଲ ପାଇଁ କିଛି ଡରିବାର ନାହିଁ ତମ ହୋମ ସାଇନ୍ସ ଅପସନାଲ ଯୋଉମାନଙ୍କର ଅଛି କିଛି ଡରିବାର ନାହିଁ ଟେଲିଂ ହୋମ ସାଇନ୍ସ ହଉ କି ସୋସିଓଲୋଜି ହଉ ଯାହା ଆମେ ଯୋଉ ଦିଟାଙ୍କ ଅପସନାଲ କରୁଛନ୍ତି କାହାର ବି ପ୍ରୋବ୍ଲେମ ହବନି ଅପସନାଲ ରିଲେଟେଡ କିନ୍ତୁ ଜିଏସ୍ କୁ ଷ୍ଟ୍ରଙ୍ଗ କର ଯେତେ ପାରୁଛ ଜିଏସ୍ କୁ ଷ୍ଟ୍ରଙ୍ଗ କର ଅପସନାଲ ତ ଭଲ ହବ ହିଁ ତାପରେ ଜିଏସ୍ ଷ୍ଟ୍ରଙ୍ଗ ହବା ଦରକାର ବର୍ତ୍ତମାନ କାରଣ ମେନ୍ ବି ଜିଏସ୍ ଚକମା ଦେଇଦେବ ନହେଲେ ମେନ୍ ଜିଏସ୍ କୋଉ ଭଳିଆ ପଡୁଛି ଦେଖୁଛ ଜିଏସ୍ କୁ ବର୍ତ୍ତମାନ ଷ୍ଟ୍ରଙ୍ଗ ବନେଇବାର ଅଛି ତା ସହିତ ଆଉ ଅପସନାଲ ତ ଷ୍ଟ୍ରଙ୍ଗ ହିଁ ଷ୍ଟ୍ରଙ୍ଗ ବନିବ ଅପସନାଲ ଖରାପ ହେଲେ କାହାଣୀ ଶେଷ ବୁଝିପାରୁଛ ନା ନାଇଁ ଅପସନାଲ ଖରାପ ହବନି ଅପସନାଲ ଖରାପ ହେଲେ କାହାଣୀ ଶେଷ ତେଣୁ ଆମକୁ ସେଇ ଅନୁସାରେ କରିବାର ଅଛି ଆଉ ମୁଁ ଗୋଟେ କଥା କହୁଛି ଯେ ହୋମ ସାଇନ୍ସ ଅପସନାଲର ନୋଟ୍ ତ ସମସ୍ତଙ୍କୁ ମିଳିଯିବ ପୁରୁଣା ଷ୍ଟୁଡେଣ୍ଟ ତମାନେ ଯେଉଁମାନେ ଅଛ ତମ ପାଖରେ ତ ଅଲରେଡ଼ି ନୋଟ୍ ସବୁ ଅଛି ହେଲା ଆଉ ବହି ବି ଯାହା ରେଫରେନ୍ସ ବୁକ୍ ସବୁ ଅଛି ତାକୁ ବର୍ତ୍ତମାନ ଖାଲି ରିଭାଇଜ୍ କରିଚାଲ ଯେତେ ରିଭାଇଜ୍ କରୁଛ ରିଭାଇଜ୍ କର ନୂଆ ନୂଆ ଜିନିଷ ମୁଁ ବି ଗୁଡ଼ାଏ ଚିନ୍ତା କରି ତୁମକୁ କହିବି ଗୁଡ଼ାଏ କେମିତି କ'ଣ ଲେଖିବା ଏବେ ଆମେ ଖାଲି ପ୍ରିଲିମ୍ ଅଛି ବୋଲି ମୁଁ ଲେଖା ଦେଉନି ଏବେ ଲେଖା ବର୍ତ୍ତମାନ ଆରମ୍ଭ କରିଦେବା କଥା ପ୍ରିଲିମ୍ ଯେମିତି ସରିବ ଲେଖା ଷ୍ଟାର୍ଟ କରିଦେବା କାରଣ ଆର ବର୍ଷ ଆମେ ପଢୁଥିଲେ ଲେଖୁଥିଲେ ଏ ବର୍ଷ ସେଇ ଜିନିଷ ଆଉ ନାହିଁ ଏ ବର୍ଷ ତମେ ଅଲରେଡ଼ି ସବୁ ପଢିକି ଅଛ ବୁଝିପାରୁଛ ନା ନାଇଁ ତେଣୁ ପ୍ରିଲିମ୍ ଯେମିତି ସରିଯିବ ଲେଖା ଅପସନାଲ ଲେଖା ଷ୍ଟାର୍ଟ ହେଇଯିବ ଡେଲି ଯେତେ ଲେଖିବ ଯେତେ କୋଶ୍ଚିନ୍ ପାରିବା ପ୍ରିଭିୟସ୍ କୋଶ୍ଚିନ୍ ଯେତେ ପାରିବା ପସିବଲ୍ ସେତେ ଲେଖିବା ଖାଲି ଲେଖିବା ଆଉ କିଛି ନାହିଁ ହେଲା ଲେଖିବା ଡିସ୍କସନ୍ କରିବା କୋଶ୍ଚିନ୍ ଖାଲି ଲେଖିବା ଡିସ୍କସନ୍ କରିବା ତ ହବ ବେଷ୍ଟ ହବ ଦେଖିବା କେମିତି ମାର୍କ ଆସୁନି ଆଉ ଅପସନାଲି ପ୍ରିଲିମ୍ ପାଇଁ କେହି ଅବହେଳା କରନି ଆମେ ଟେଲିଂ ଏଗେନ୍ ମୁଁ କହୁଛି ପ୍ରିଲିମ୍ ବହୁତ ଟେନସନ୍ ଦେଇଦେବ ତେଣୁ ପ୍ରିଲିମ୍ ପାଇଁ କିଛି ନ ଯୋଗ ଆମର ପୁରା ପୁରା ରିଭାଇଜ୍ କରିକି ଯାଅ ବେସିକ୍ ପୁରା ଥର ହେଇକି ଯିବା କଥା ଅଛି ଭୁଲ ହବନି ପରୀକ୍ଷା ଏବେ ବା ଦେଖାଯିବ ସବୁ ତମେ ତମେ ଖାଲି ଆଉ ଯେତେବେଳେ ରିଭିଜନ କର ଦାଇଁ ରିଭିଜନ କରିବ ନା ମନେକର ଆନ୍ସର ଇଣ୍ଡିଆ ରିଭିଜନ କରୁଛ ଆଇବିସି ସରିଲା ଆଲି ଇଣ୍ଡିଆ ଆଲି ବେଦିକ ପିରିୟଡରେ କ'ଣ ହେଇଥିଲା ବେଦିକ ପିରିୟଡରେ କ'ଣ ହେଇଥିଲା ମହାଜନ ପଦ ତାର କ୍ୟାପିଟାଲ କୋଉଟା କାହାର କ୍ୟାପିଟାଲ କୋଉଟା କ'ଣ ମଗଧରେ କ'ଣ କ'ଣ ହେଇଥିଲା କୋଉ ଡାଇନାଷ୍ଟି ଥିଲା କୋଉଟା ଇମ୍ପୋର୍ଟାଣ୍ଟ କିଙ୍ଗ କ'ଣ ଥିଲେ କ'ଣ ବ୍ୟାଟଲ ହେଇଛି କ'ଣ ସ୍କଲାର ଥିଲେ କ'ଣ ବହି ଲେଖିଛନ୍ତି ଏଇ ତ ସବୁ ଜିନିଷ ମନେ ରଖିବାର ଅଛି ଆଉ କ'ଣ ଇନସ୍କ୍ରିପସନ କୋଉଠି କ'ଣ ଲେଖା ହେଇଛି କିଏ କୋଉ ଇନସ୍କ୍ରିପସନ ଲେଖିଛି ଏଇ ସବୁ ଜିନିଷ ଖାଲି ମନେ ରଖିବାର ଅଛି ପୁରା ଥ୍ରୁ ଆଉଟ୍ ଆନ୍ସିଏଣ୍ଟ ଆଉ ମିଡିଆଭାଲରେ ତ ପୁରା ସବୁ ଜିନିଷଟାକୁ ମୋ ମାଇଣ୍ଡରେ ପୁରା ପଢି ଛାପି ଦିଅ 14ଟା କୋଶ୍ଚିନ୍ ମାନେ ହିଷ୍ଟ୍ରି ପଢିବ ସିଙ୍ଗଲ କୋଶ୍ଚିନ୍ ଭୁଲ ହବ ସବୁ କୋଶ୍ଚିନ୍ ଜାଣିଥିବ ତମେ ବୁଝୁଛ ନା ନାଇଁ ସେଭଳିଆ ଇକୋନୋମିକ୍ସ କୋଶ୍ଚିନ୍ ବି ସବୁ କରେକ୍ଟ ହବ କେବଳ ଗୋଟେ ଦିଟା କୋଶ୍ଚିନ୍ ଭୁଲ ହେଇପାରେ ପଲିଟିରୁ ଟିକେ ଯୋଉଟା ବୁଲେଇବ ଟିକେ ବୁଝୁଛ ନା ନାଇଁ ଆଉ କୋଉଥିରୁ ଭୁଲ ହବନି ପ୍ରିଲିମ୍ କୁ ବହୁତ ସିରିୟସଲି ନିଅ ହେଲା ଏ ଅପସନାଲ ପାଇଁ କିଛି ଟେନସନ ନେବାର ନାହିଁ ଆମେ ଟେଲିଂ ୟୁ ଏଗେନ୍ ଆଣ୍ଡ ଏଗେନ୍ ଆମର ଯେତିକି ହଉଛି ଆମେ ଯେତିକି ଏଫର୍ଟ ଦଉଛନ୍ତି ଆଉ ତମକୁ ମୋତେ କିଛି ଇମ୍ପ୍ରୁଭମେଣ୍ଟ କରିବାର ଅଛି ମୋ ସହିତ ସେୟାର କର ଆଚ୍ଛା ଏଇଟା ସରିଲା ତ ଆମେ ପ୍ରିଲିମ୍ କଥା ପ୍ରିଲିମ୍ କ୍ଲାସ୍ ଡିସ୍କସନ୍ କରିବା ଜିଏସ୍ କଥା ମୋତେ ହୋମ୍ ସାଇନ୍ସ ଅପସନାଲ କୁହ ହୋମ୍ ସାଇନ୍ସ ଅପସନାଲର ତମ କ'ଣ ପ୍ରୋବ୍ଲେମ୍ ହେଉଛି କାହାକୁ ଆରେ ହୋମ୍ ସାଇନ୍ସର ଯାହା ମୋତେ ଏକ୍ସପ୍ଲେନ୍ ପ୍ରୋବ୍ଲେମ୍ ହେଉଛି ମୋ ସହିତ ସେୟାର କର ହୋମ୍ ସାଇନ୍ସ ଅପସନାଲ ସ୍ପେଶାଲି ହୁଁ।
ଆରେ ତମେ ନୂଆ ଜଏନ୍ କଲ ନୋଟ୍ ସବୁ ମିଳିଯିବ। ତମେ ତ ନୂଆ ଜଏନ୍ କରିଛ ନା, କିଛି ପ୍ରୋବ୍ଲେମ୍ ନାହିଁ, ସବୁ ନୋଟ୍ସ ମିଳିବ। ନୋଟ୍ ଦିଆହବ। ତମେ ଏବେ ଜଏନ୍ କଲ, ଆସ୍ତେ ଆସ୍ତେ ସବୁ କ୍ଲାସ୍ ଶୁଣ। ମୁଁ ତମକୁ ଆମର ୟୁଟ୍ୟୁବ ଚ୍ୟାନେଲ ଆକ୍ସେସ୍ ବି ଦେଇନି, ପ୍ରାଇଭେଟ ୟୁଟ୍ୟୁବ ଚ୍ୟାନେଲ ଯୋଉମାନଙ୍କୁ ପ୍ରାଇଭେଟ ୟୁଟ୍ୟୁବ ଚ୍ୟାନେଲ ଆକ୍ସେସ୍ ଦିଆନି ସବୁ ଦିଆହବ ସମସ୍ତଙ୍କୁ ହେଲା। ମୋତେ ତ କହିବ ତମର ଇମେଲ ଆଇଡି ପଠେଇବ, ୟୁଟ୍ୟୁବର ଇମେଲ ଆଇଡି ମୁଁ ପଠେଇବ। ସବୁ ଦେଖ ଆସ୍ତେ ଆସ୍ତେ, ତମର ସବୁ ଭିଡ଼ିଓର ବି ସବୁ ଅପଲୋଡ଼ ଅଛି, ପୁରୁଣା ଭିଡ଼ିଓ ସବୁ ଅଛି ସେଥିରେ। ତେଣୁ ଏବେ ଦେଖିବା ଷ୍ଟାର୍ଟ କର ସେଗୁଡ଼ା ହେଲା। ଆଉ ନୋଟ୍ ସବୁ ତ ଦିଆହବ, କିନ୍ତୁ ମେନ୍ ଜିନିଷ ହେଲା ଯେ ଯେଉଁମାନେ ନୂଆ ଷ୍ଟାର୍ଟ କରିଛ ଆରାମରେ ପଢ଼, ଏବେ କିଛି ଟେନସନ୍ ନାହିଁ। କିନ୍ତୁ ଯେଉଁମାନଙ୍କର ଏ ବର୍ଷ ପରୀକ୍ଷା ଲେଖିବ ଯେଉଁମାନେ, ଆଉ ମାନେ ଇଏ କରିକି ତ ଯେଉଁମାନେ ସିରିୟସନେସ୍ ପୁରା କ୍ୟାଣ୍ଡିଡେଟ୍ ଇଏ ପୁରା ଇଏରେ ପ୍ରିପେୟାର କର କିଛି। ଆଉ ମୋତେ କୁହ ଅପସନାଲ୍ ରିଲେଟେଡ୍ କିଛି ପ୍ରୋବ୍ଲେମ୍ ଅଛି ତ ମୋତେ କୁହ, ସେ ଅନୁସାରେ ଆମେ କିଛିଟା ଚିନ୍ତା କରିବା। ଫାଷ୍ଟ ରାକେଶ କ'ଣ କୁହ, ତମର କ'ଣ ପ୍ରୋବ୍ଲେମ୍ ଅଛି? ରାକେଶ କ'ଣ ଅପସନାଲ୍ ରିଲେଟେଡ୍ କ'ଣ ପ୍ରୋବ୍ଲେମ୍ ହେଉଛି? ସ୍ପେଶାଲି ହୋମ୍ ସାଇନ୍ସ ଅପସନାଲ୍ କଥା କୁହ। ହୁଁ। ଏବେ ମାନେ ସେମିତି ମାନେ ସିରିୟସଲି ପଢିନି ଏପର୍ଯ୍ୟନ୍ତ। ମୋ ପ୍ଲାନ୍ ହେଉଛି ଦେଖ, ତମେ ମାନେ ଯେହେତୁ ଗତଥର ବି କ୍ଲାସ୍ କରିଥିଲି ଟିକେ ଟିକେ, ଆଉ ପୁରା ନୋଟ୍ସଟା ତମ ପାଖକୁ ତ ପହଞ୍ଚି ଯାଇଛି, ତ ସେଗୁଡ଼ାକ ଗୋଟେ ଥର ସବୁ ପଢ଼ାପଢ଼ି ଏବେ ଟିକେ, ଏବେ ତ ତମେ ପ୍ରିଲିମ୍ ଉପରେ ଫୋକସ୍ ରଖୁଛ ନା। ମୁଁ କିନ୍ତୁ କହୁଛି ଯେଉଁଦିନ ପ୍ରିଲିମ୍ ସରିଯିବ, ସେପ୍ଟେମ୍ବର ମାସର ଯେଉଁ ତାରିଖରେ ପ୍ରିଲିମ୍ ହେବ, ତା ପରଠୁ ଆମେ ଚଲେଇବା କେବଳ ଲେଖା, କାରଣ ଆମକୁ ଆଉ ଜିନିଷ ଏତେ ପଢ଼ିବାର ନାହିଁ। ବୁଝିହେଉଛି ନା ନାହିଁ? ମେନ୍ ଜିନିଷ ଯୋଉ ବାୟୋ ପାର୍ଟଟା ଅଛି ନା, ବାୟୋପାର୍ଟ କିଛି ନାହିଁ। ବାୟୋପାର୍ଟର କ'ଣ ଅଛି କି? ସେଟା ତ କିଛି ନାହିଁ, ଖାଲି ଫୁଡ୍ ଆଣ୍ଡ ନ୍ୟୁଟ୍ରିସନ୍ ଅଛି ନା। ଥୋଡ଼ି ଆମକୁ ସବୁ ଖାଲି ଟିକେ ଟିକେ ଜିନିଷ ଜାଣିବାର କଥା, ଆମେ ଡିସ୍କସନ୍ରେ ହେଇଯାଉନି କି ସେଗୁଡ଼ା। ଯୋଉ ଡିଜିଜ୍ ପଡ଼ିଲା ବେଳକୁ ଟିକେ ଟିକେ କୋଉ ଜାଗାରେ ସେଇଟା ହେଉଛି ଟିକେ ଜିନିଷ ଜାଣିବା କଥା। ବାୟୋପାର୍ଟ କ'ଣ କି? ଆଉ ଗୋଟେ ଯୋଉ ୟୁଟିଲାଇଜେସନ୍ ଅଛି, ସେଇ କାର୍ବୋହାଇଡ୍ରେଟ୍ ୟୁଟିଲାଇଜେସନ୍, ପ୍ରୋଟିନ୍ ୟୁଟିଲାଇଜେସନ୍, ଫ୍ୟାଟ୍ ୟୁଟିଲାଇଜେସନ୍, ଯୋଉଟା ଟିକେ ଅଛି, ଟିକେ ଦେଖିଦେବାର ଅଛି ଖାଲି, ସେତିକି ପଢ଼ୁନା। ପୁରା ପୁରା ବାୟୋଲୋଜି ଦରକାର ନାହିଁ, ଟିକେ ଟିକେ ଜିନିଷ ହେଲେ ହେଇଯିବ। ଆମକୁ ଥୋଡ଼ି ପୁରା କ୍ରେବ୍ ସାଇକେଲ, ଟ୍ରାଇକାର୍ବୋସିଲିକ୍ ଏସିଡ୍ ସାଇକେଲ ସବୁ ବସିକି ତାକୁ ଡିଜାଇନ୍ କରିକି ଲେଖିବା, ଏଟା ଏତେ ଆବଶ୍ୟକତା ନାହିଁ ହେଲା। ଓପିଏସ୍ସି ପାଇଁ ସ୍ପେଶାଲି ସେଇଟା ଆମେ ଦେଖିବାନି ସେତେବେଳେ, ସେଇଟା କ'ଣ ଅଛି। କିନ୍ତୁ ମୁଁ ତ ଚାହୁଁଛି ଯେ ଯେତେ କୋଶ୍ଚିନ୍ ଏଥର ପାରିବା ଲେଖିବା, କେବଳ ଅପସନାଲର। ଜୁନେଇ, ତମର କ'ଣ ପ୍ରୋବ୍ଲେମ୍ ହେଉଛି କିରେ? ସେମିତି କିଛି ପ୍ରୋବ୍ଲେମ୍ ନାହିଁ, ବଟ୍ ସିଙ୍କ୍ରୋନାଇଜ୍ ନୋଟ୍ ହେଲେ ସାର୍ ବେଟର୍ ହୁଅନ୍ତା। ଚାପ୍ଟର ୱାଇଜ୍ ପୁରା ସିଙ୍କ୍ରୋନାଇଜ୍ ହେଇକି ରହିଲେ, ଗୋଟେ ଯେମିତି ଆପଣ ଅନ୍ୟ ଏଥିରେ ଯେମିତି ଗୁଗଲ ଫୋଲ୍ଡରରେ କରୁଛନ୍ତି, ସେମିତି ଗୋଟେ ସିଙ୍କ୍ରୋନାଇଜ୍ ହେଇକି ନୋଟ୍ ରହିଲେ ବେଟର୍ ହୁଅନ୍ତା। କୋଉ ନୋଟଟା ପ୍ରୋବ୍ଲେମ୍ ହେଉଛି, କୋଉ ଇଏର? ଆମର ଯେତିକି ନୋଟ୍ସ ବନା ହେଇଛି ତ, ନୋଟ୍ସ ତ ବନା ହେଇଛି। ଆଉ ବାକି କିଛିଟା ଅଛି ଯୋଉଟା ବନାଯିବ। ଆଉ ବାକି ତମକୁ କୋଶ୍ଚିନ୍ ଲେଖିବା ପ୍ରାକ୍ଟିସ୍ କଲା ବେଳକୁ କାଫି ଡିସ୍କସନ୍ ହବ, ବୁଝିହେଉଛି ନା ନାହିଁ? ଆଉ ତମେ କ'ଣ କର ନା, ସବୁ ରିଭିଜନ୍ ପାଇଁ ଦେଖ। ହୋମ୍ ସାଇନ୍ସରେ ଜାଣିଛ ସେଇଗୁରା ବାରମ୍ବାର ପଡ଼ୁଛି, ଜାଣିଛ ନା ନାହିଁ? ସେଇ କୋଶ୍ଚିନ୍ ବାରମ୍ବାର ପଡ଼ୁଛି, ପ୍ରତିବର୍ଷ ପଡ଼ୁଛି। ତେଣୁ ତାକୁ ନୋଟ୍ସ ବନେଇକି ବେଷ୍ଟ କ'ଣ ଆନ୍ସର ଲେଖିବ, ତାକୁ ସ୍ମଲ୍ କରି ତମେ ସେଇ ଯୋଉ ନୋଟ୍ ବନେଇଛ, ହୋମ୍ ସାଇନ୍ସର ଯୋଉ ନୋଟ୍ସ ଅଛି, ତା ଭିତରେ କିଛି ନା କୋଉଠି ଗୋଟେ ସବୁ ଆଡ୍ କର, କିଛି ଜିନିଷ ଯଦି ପାଉଛ ଆଡ୍ କର। ଗୋଟେ ଏକ୍ଜାମ୍ପଲ୍ ମୁଁ ତମକୁ କହିବି, ଦେଖ। ସେଦିନ ପେପରରେ ବାହାରିଥିଲା, ମୁଁ ପଢ଼ୁଛି ସେଇଟା, ମୁଁ ଲେଖିକି ରଖିଛି ନୋଟ୍ କରିକି। ହଁ, ଆରେ ଏଇଟା ଦେଖ, ସାହିତ୍ୟ ଏଇଟା ଲେଖେ, ସାହିତ୍ୟ ଏକାଡେମୀ ଟ୍ରାନ୍ସଲେସନ୍ ଆୱାର୍ଡ଼ ମିଳିଛି, ଏଇଟା ନୋଟ୍ କରିଦେଇଥାରେ। ଆମର ଜିଏସ୍ କ୍ଲାସ୍ରେ ମୋତେ କହିବାର ଥିଲା, ଭୁଲିଗଲି କହିବା ପାଇଁ। ସାହିତ୍ୟ ଏକାଡେମୀ ଟ୍ରାନ୍ସଲେସନ୍ ଆୱାର୍ଡ଼ ଫର୍ ଗୌରହର ଦାସଙ୍କୁ ମିଳିଛି, ଫର୍ ଦ ଇୟର୍ 2021 ହେଲା। ଆଉ ତାଙ୍କର ଯୋଉଥିପାଇଁ ମିଳିଛି, ଛେଳି ଚରାଇବାର ଦିନ, ଗୋଟେ ମାଲାୟାଲମ୍ ନଭେଲ୍ ଥିଲା, ଯୋଉଟା ଥିଲା ଗୋଟ୍ ଡେଜ୍, ମାନେ ତା ମାଲାୟାନା ନାଁ ହେଉଛି ଆଡୁଜି ଭିଥମ୍। ତା ଇଂରାଜୀରେ ତା ଅର୍ଥ ହେଉଛି ଗୋଟ୍ ଡେଜ୍। ଏଇଟା ଉଦୟ ପ୍ରକାଶ କିରଣ ଲେଖିଥିଲେ। ତ ଏଟାକୁ ସେ ଓଡ଼ିଆକୁ ଅନୁବାଦ କରିଛନ୍ତି, ଛେଳି ଚରାଇବାର ଦିନ ନାଁ ଦେଇଛନ୍ତି। ତ ତାଙ୍କୁ ସେଥିପାଇଁ ମିଳିଛି ଗୌରହରି ଦାସଙ୍କୁ। ଆଉ ଜଣଙ୍କୁ ବି ମିଳିଛି, ତାଙ୍କ ନାଁ ହେଉଛି କ'ଣ କିରେ, ଆଉ ଜଣଙ୍କୁ ମିଳିଛି, ତା ହେଉଛି ଦମୟନ୍ତୀ ବେସରା ହେଲା। ପଦ୍ମଶ୍ରୀ ତାଙ୍କୁ ମିଳିଛି ଆଗରୁ। ତାଙ୍କୁ ବି ସଂସ୍କୃତ ଗୀତ ଗୋବିନ୍ଦକୁ ସେ ସାନ୍ତାଳୀ ଲାଙ୍ଗୁଏଜକୁ ଟ୍ରାନ୍ସଲେଟ୍ କରିଛନ୍ତି। ତାଙ୍କୁ ବି ମିଳିଛି ମାନେ ଅନୁବାଦ ସାହିତ୍ୟ ପାଇଁ, ଦୁଇ ଜଣଙ୍କୁ ଓଡ଼ିଶାରୁ ମିଳିଛି, ଗୌରହରି ଦାସ ଆଉ ଦମୟନ୍ତୀ ବେସରା। ଆଉ ପ୍ରେସିଡେଣ୍ଟ ଅଫ୍ ଭଲିବଲ ଫେଡେରେସନ୍ ଅଫ୍ ଇଣ୍ଡିଆ କିଏ କିରେ ଏବେ ଅଛି? କ'ଣ କହିଲେ ନାଁଟା? ଦମୟନ୍ତୀ ବେସରା। ଅଚ୍ୟୁତ ସାମନ୍ତ। ଦମୟନ୍ତୀ ବେସରା। ଅଚ୍ୟୁତ ସାମନ୍ତ ଅଛନ୍ତି। ହଁ, ଅଚ୍ୟୁତ ସାମନ୍ତ, ସେଥିପାଇଁ କହିଲି, ଆମ ଓଡ଼ିଆ ଲୋକ ଅଛନ୍ତି, ସେଇଟା ମନେ ରଖିଥିବୁ। ଦମୟନ୍ତୀ ବେସରା, ତାଙ୍କୁ ପଦ୍ମଶ୍ରୀ ଆଗରୁ ମିଳିଥିଲା। ସେ ଗୀତ ଗୋବିନ୍ଦକୁ ସାନ୍ତାଳୀ ଲାଙ୍ଗୁଏଜକୁ ଟ୍ରାନ୍ସଲେଟ୍ କରିଛନ୍ତି ହେଲା। ଦମୟନ୍ତୀ ବେସରା, ତମେ ତାକୁ ଜାଣିଛ କିରେ ସମର୍ପିତା? ଦମୟନ୍ତୀ ବେସରାକୁ ଜାଣିଛ କି? ହଁ, ସେ ଗୀତ ଗୋବିନ୍ଦକୁ ସାନ୍ତାଳୀ ଲାଙ୍ଗୁଏଜକୁ ଟ୍ରାନ୍ସଲେଟ୍ କରିଛନ୍ତି। ତାଙ୍କୁ
ତାଙ୍କୁ ମିଳିଛି ଏଥର ସାହିତ୍ୟ ଏକାଡେମୀ ତରଫରୁ ମିଳିଛି, କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ତରଫରୁ ମାନେ ଟ୍ରାନ୍ସଲେସନ ଆୱାର୍ଡ, ମାନେ ସାହିତ୍ୟ ଏକାଡେମୀ ଟ୍ରାନ୍ସଲେସନ ଆୱାର୍ଡ ତାଙ୍କୁ ମିଳିଛି ହେଲା 2021 ପାଇଁ। ଦମୟନ୍ତୀ ବେଶ୍ରା ଆଉ ତାଙ୍କ ନାଁ ହଉଛି କଣ, ଗୌରହରି ଦାସ। ଗୌରହରି ଦାସଙ୍କୁ ମନେ ରଖିଥା, ଗୌରହରି ଦାସ ଆଉ ପ୍ରତିଭା ରାୟ, ଏଇ ଦି ଜଣଙ୍କୁ ମିଳିଛି ମୃତ୍ୟୁଦେବୀ ଆୱାର୍ଡ। ମୁଁ କହିବି ଓଡ଼ିଶାରେ ଦି ଜଣଙ୍କୁ ମୃତ୍ୟୁଦେବୀ ଆୱାର୍ଡ ମିଳିଛି, ଗୌରହରି ଦାସ ଆଉ ପ୍ରତିଭା ରାୟ। ପ୍ରତିଭା ରାୟଙ୍କୁ ଏଥର ମାନେ ପଦ୍ମଭୂଷଣ ଆୱାର୍ଡ ବି ମିଳିଲା, ତେଣୁ ଏଟା ମନେ ରଖିଥା। ଆଉ ପ୍ରେସିଡେଣ୍ଟ ଅଫ ଭଲିବଲ ଫେଡେରେସନ ଅଫ ଇଣ୍ଡିଆ ହଉଛି ଡକ୍ଟର ଅଚ୍ୟୁତ ସାମନ୍ତ ହେଲା। ଆଉ ଏଥର ରିଟର୍ନିଂ ଅଫିସର କିଏ ଜାଣିଛ ତ ପ୍ରେସିଡେଣ୍ଟ ଇଲେକ୍ସନର? କିଏ କିରେ? ଆରେ ପ୍ରେସିଡେଣ୍ଟ ଇଲେକ୍ସନ ରିଟର୍ନିଂ ଅଫିସର ଏଥର କିଏ? ପ୍ରେସିଡେଣ୍ଟ ଇଲେକ୍ସନର ରିଟର୍ନିଂ ଅଫିସର ଏଥର ହେଉଛନ୍ତି ରାଜ୍ୟସଭାର ସେକ୍ରେଟାରୀ ଜେନେରାଲ, ଯାହା ନାଁ ହେଉଛି ପିସି ମୋଡି। ଯୋଉ ଦେଖିଥିବ ୟୁଟ୍ୟୁବରେ ମାରିବ, ଯୋଉ ନୋମିନେସନ ଭରୁଛନ୍ତି ଚନ୍ଦା ହେଇକି, ତାଙ୍କ ନାଁ ହେଉଛି ପିସି ମୋଡି ହେଲା। ତ ଦିସ୍ ଟାଇମ୍ ରିଟର୍ନିଂ ଅଫିସର ଫର ଦ ପ୍ରେସିଡେଣ୍ଟ ଇଲେକ୍ସନ ହଉଛନ୍ତି ପିସି ମୋଡି, MODY, ପିସି ମୋଡି। ଆଉ ରାଜ୍ୟସଭାର ସେ ସେକ୍ରେଟାରୀ ଜେନେରାଲ ହେଲା। ଥରେ ସେ ରାଜ୍ୟସଭା, ଥରେ ଲୋକସଭା, ଆଉ ଥରେ ଲୋକସଭାର ସେକ୍ରେଟାରୀ ଜେନେରାଲ ଥିଲେ, ଏଥର ରାଜ୍ୟସଭାର ସେକ୍ରେଟାରୀ ଜେନେରାଲ ରହିବେ। ଆଉ ମୁଁ ଯେଟା କହୁଥିଲି, ଦେଖ ଯୋଉ କୋଶ୍ଚିନ୍ ବାହାରିଥିଲା, ଦେଖ ଲେଖା ହେଇଥିଲା 15 ଜୁନ 2022ରେ ଇଣ୍ଡିଆନ୍ ଏକ୍ସପ୍ରେସରେ ଗୋଟେ ଆର୍ଟିକଲ ଆସିଥିଲା, ହୋମ ସାଇନ୍ସ ଆସିଥିଲା, ହାଉ ଟୁ ଏଲିମିନେଟ୍ ଦ ଇଭିଲ୍ ଅଫ୍ ଏଲ୍ଡର ଆବ୍ୟୁଜ୍। ଆରେ ବୁଝିପାରୁଛ, ଶୁଭାଯାଉଛି ସମସ୍ତଙ୍କୁ? ଆମର ଦେଖିବ, ଆମର ଯୋଉ ହୋମ ସାଇନ୍ସର ପେପର 1ର ସେକ୍ସନ ବିର 6 ନମ୍ବର ଚାପ୍ଟର ହଉଛି କଣ, ଫ୍ୟାମିଲି ଲାଇଫ ସାଇକେଲ, ବା ଫ୍ୟାମିଲି ଷ୍ଟଡିଜ, ଯୋଉଥିରେ ଅଛି କଣ, ଯୋଉ ଫ୍ୟାମିଲି ପ୍ରୋବ୍ଲେମ ସବୁ ଆସୁଛି। ତ ଓଲ୍ଡ ଏଜର ପ୍ରୋବ୍ଲେମ ଅଛି, ଡାଉରି ଅଛି, ମାନେ ଡାଉରି ଅଛି, କିମ୍ବା ଡିଭୋର୍ସ ଅଛି, ଯୋଉ ବିଭିନ୍ନ ଫ୍ୟାମିଲି ଲାଇଫରେ ଯୋଉ ପ୍ରୋବ୍ଲେମ ସବୁ ଆସୁଛି। ତ ସେଇଥିରେ ଗୋଟେ ଅଛି ଏଲ୍ଡର ପିପୁଲ ମାନଙ୍କ ପାଇଁ ଯୋଉ ରିଲେଟେଡ୍ ପ୍ରୋବ୍ଲେମ ବି ଅଛି। ତେଣୁ ସେଇ ଟପିକରେ ଏଇଟା ଆମେ ଲେଖିବା ଯେ ଓଲ୍ଡ ଏଜ ଲୋକମାନଙ୍କ ସହିତ ଯୋଉ ପ୍ରକାର ସବୁ ଆବ୍ୟୁଜ ହଉଛି, ତା ଉପରେ ଆର୍ଟିକଲ ଆସିଥିଲା। ତ ସେଥିରେ କିଛିଟା ଇମ୍ପୋର୍ଟାଣ୍ଟ ପଏଣ୍ଟ ଥିଲା, ଯେମିତିକି ହେଲ୍ପ ଏଜ ଇଣ୍ଡିଆର ରିପୋର୍ଟ ଗୋଟେ ଆସିଥିଲା, ଯୋଉଟାକି 2020 ମସିହାରେ ପବ୍ଲିଶ ହେଇଥିଲା। ହେଲ୍ପ ଏଜ ଇଣ୍ଡିଆର ରିମୋଟ, ହେଲ୍ପ ଏଜ ଇଣ୍ଡିଆ ଏନଜିଓ ଟାଇପର ଗୋଟେ। ତ ସେମାନେ ଯୋଉ ପବ୍ଲିଶ କରିଥିଲେ 2020ରେ ହାଇଲାଇଟ୍ କରିଥିଲେ ସିଗ୍ନିଫିକାଣ୍ଟ ରାଇଜ୍ ଇନ୍ ଏଲ୍ଡର ଆବ୍ୟୁଜ ଆଣ୍ଡ ଅନମେଟ୍ ନିଡ୍ସ ଅଫ୍ ଦ ଓଲ୍ଡର ପିପୁଲ ବା ଓଲ୍ଡର ପର୍ସନ ଡ୍ୟୁରିଂ ଦ ପାଣ୍ଡେମିକ। ପାଣ୍ଡେମିକ ସମୟରେ ଆବ୍ୟୁଜ ବେଶୀ ବଢିଯାଇଥିଲା ବୋଲି ତାଙ୍କ ରିପୋର୍ଟ ଆସିଛି। ଯଦି ଆମର ଯୋଉ କୋରୋନା ହେଲା, କୋଭିଡ-19ର ପାଣ୍ଡେମିକ ଆସିଲା, ସେଥିରେ ଓଲ୍ଡର ପିପୁଲଙ୍କ ଆବ୍ୟୁଜ କାଫି ବଢିଯାଇଥିଲା। ଓଲ୍ଡର ଆବ୍ୟୁଜ ମାନେ ତାଙ୍କ ରିଲେଟିଭ ମାନେ ତାକୁ ଆବ୍ୟୁଜ କରୁଛନ୍ତି ନା, ତାଙ୍କ ଫ୍ୟାମିଲି ମେମ୍ବର ମାନେ, ରିଲେଟିଭ ମାନେ ଆବ୍ୟୁଜ କରୁଛନ୍ତି। ଏବେ କଣ ଶୁଣା ଯାଉଛି ତ, ଲୋକଙ୍କୁ ନେଇକି ବୃନ୍ଦାବନରେ ଛାଡିକି ପଳେଇ ଆସୁଛନ୍ତି, ଜାଣିଛ ନା ନାଇଁ? ଆରେ ତାଙ୍କ ନିଜ କିଛି ଲୋକ, ତାଙ୍କ ପୁଅ ମାନେ କି ତାଙ୍କର ମାନେ ବାପା ମା ମାନଙ୍କୁ ଯୋଉ ବୃଦ୍ଧ ବୟସରେ ପହଞ୍ଚିଗଲେ, ତାଙ୍କୁ ନେଇକି ବୃନ୍ଦାବନରେ ଛାଡିକି ପଳେଇ ଆସୁଛନ୍ତି। କିଛି କହୁନାହାନ୍ତି, ଛାଡିକି ପଳେଇ ଆସୁଛନ୍ତି। ଏମିତି ସବୁ ବହୁତ ପ୍ରକାର ଇଏ କରୁଛନ୍ତି, ତାଙ୍କ ପ୍ରତି ଅତ୍ୟାଚାର, ମାନେ ବହୁତ ମିସବିହେଭ କରୁଛନ୍ତି, ବିଭିନ୍ନ ଆବ୍ୟୁଜ ହଉଛି। ସେଭଳିଆ ହେଲ୍ପ ଏଜ ଇଣ୍ଡିଆ ରିପୋର୍ଟ ଆସିଛି ଯେ 2020 ମସିହାରେ ପବ୍ଲିଶ କରିଥିଲେ ସେମାନେ, ଯେ କୋଭିଡ ଟାଇମରେ କାଫି ଆବ୍ୟୁଜ ବଢି ଯାଇଥିଲା ବୋଲି। ତାପରେ 2006ରେ ଦ ଇଣ୍ଟରନ୍ୟାସନାଲ ନେଟୱାର୍କ ଫର ପ୍ରିଭେନ୍ସନ ଅଫ ଏଲ୍ଡର ଆବ୍ୟୁଜ ହେଲା, ଜୁନ 15କୁ ସେମାନେ କହିଲେ ୱାର୍ଲଡ ଏଲ୍ଡର ଆବ୍ୟୁଜ ଆୱାରନେସ ଡେ। ବୁଝି ହଉଛି? 2006 ଦ ଇଣ୍ଟରନ୍ୟାସନାଲ ନେଟୱାର୍କ, ଏଟା ଲେଖିବ କି ଏଇ ପଏଣ୍ଟ ଗୁଡାକ? ଲେଖି ଦେଇଥାଅ, କାମରେ ଆସିବ ଯେତେବେଳେ ଲେଖିଲା ବେଳକୁ। ଆରେ ଦେଖ, ଇନ୍ 2006 ଦ ଇଣ୍ଟରନ୍ୟାସନାଲ ନେଟୱାର୍କ ଫର ପ୍ରିଭେନ୍ସନ ଅଫ ଏଲ୍ଡର ଆବ୍ୟୁଜ। ଶୁଣା ଯାଉଛି ରେ? ଲେଖ, ଇନ୍ 2006 ଲେଖ ଦ ଇଣ୍ଟରନ୍ୟାସନାଲ ନେଟୱାର୍କ ଫର ପ୍ରିଭେନ୍ସନ ଅଫ ଏଲ୍ଡର ଆବ୍ୟୁଜ, ଯୋଉଟା INPER, ସର୍ଟ ଫର୍ମ ହଉଛି INPER, ଇଣ୍ଟରନ୍ୟାସନାଲ ନେଟୱାର୍କ ଫର ପ୍ରିଭେନ୍ସନ ଅଫ ଏଲ୍ଡର ଆବ୍ୟୁଜ। ଏଇଟା ଜୁନ 15କୁ ହେଲା, ସ୍ପେଶାଲି ଜୁନ 15କୁ କରାଯାଇଛି କଣ ନା, ୱାର୍ଲଡ ଏଲ୍ଡର ଆବ୍ୟୁଜ ଆୱାରନେସ ଡେ। ୱାର୍ଲଡ ଏଲ୍ଡର ଆବ୍ୟୁଜ ଆୱାରନେସ ଡେ। ଆଚ୍ଛା, ଇଏ ସବୁ ଯୋଉ ମାନେ ସବୁ ମାନେ ମୁଁ କହୁଛି, ଆରେ ଯୋଉ କିଏ କହିଲ, ତମେ ପୁରୁଣା ଷ୍ଟୁଡେଣ୍ଟ ତ ଗଲ। ଆଚ୍ଛା, ପ୍ରୀତିରଞ୍ଜନ ଆର୍ ୟୁ ଦେୟାର? Yes, sir. ଆଉ ପ୍ରିୟଙ୍କା, Yes, sir. ରାଜକୁମାର, Yes, sir. ଆଉ କିଏ ଅଛନ୍ତି? ଆଉ ସବୁ କୁଆ ଗଲେ କିରେ? ବାକି ସବୁ କେହି ଜଏନ୍ କରିନାହାନ୍ତି? ଆଚ୍ଛା, ମୁଁ ସମସ୍ତେ ଇଏ କୁଆଡେ ଗଲେ? ଯମୁନା ନାୟକ, ଆର୍ ୟୁ ଦେୟାର?
ଆଚ୍ଛା ଶୁଣ କଣ ହେଇଛି ମୁଁ କଣ କହୁଛି ମାନେ ଯେଉଁମାନେ ନ୍ୟୁ ଜଏନ୍ କରିଛ ନା ମୁଁ ତ ୟୁଟ୍ୟୁବ ଯେଉଁ ପ୍ରାଇଭେଟ ୟୁଟ୍ୟୁବ ଚ୍ୟାନେଲ ଆଉ ଆମର ଗଭର୍ଣ୍ଣମେଣ୍ଟ ଆମର ଯେଉଁ ପବ୍ଲିକ ୟୁଟ୍ୟୁବ ଚ୍ୟାନେଲରେ ହୋମ୍ ସାଇନ୍ସର ଯେଉଁ ଟପିକ୍ର ଗୁଡ଼ାଏ ଭିଡ଼ିଓ ଅଛି ଯେଉଁଟା ଆମେ ଅଲରେଡ଼ି ଗତ ବର୍ଷ ବି ପଢ଼ା ହେଇଥିଲା ପ୍ଲସ୍ ଏ ବର୍ଷ ବି ପଢ଼ା ହେଇଥିଲା ସବୁ ଅପଲୋଡ଼ ଭିଡ଼ିଓ ଗୁଡ଼ା ଅଛି ସବୁ ହେଲା ତ ସେଗୁଡ଼ା ଦେଖିବା ଷ୍ଟାର୍ଟ କର ତମର ଟାଇମ୍ ଅଛି ସେଗୁଡ଼ା ଦେଖିବା ଷ୍ଟାର୍ଟ କର ବର୍ତ୍ତମାନ କାରଣ ଏଥର ହଁ ସେଗୁଡ଼ା ସବୁ ଦେଖିବା ଷ୍ଟାର୍ଟ କର ସେଥିରୁ କାଫି ତମ କ୍ଲାରିଟି ପଳେଇ ଆସିବ ସବୁ ପୁରା ବହୁତ ଇଏରେ କ୍ଲାସ୍ ହେଇଥିଲା ପଢ଼ା ହେଇଥିଲା ସବୁ ତ ଏଗୁଡ଼ା ସବୁ ଦେଖିବା ଷ୍ଟାର୍ଟ କର ଆଉ ତାର ନୋଟ୍ସ ଗୁଡ଼ାକ ରେସ୍ପେକ୍ଟିଭ ନୋଟ୍ସ ଗୁଡ଼ା ମୁଁ ପଠେଇଦେବି କିଛି ପ୍ରୋବ୍ଲେମ୍ ନାହିଁ ହେଲା ସେ ସବୁ ପଠେଇଦେବେ ଦେଖିବା ଷ୍ଟାର୍ଟ କର ସେଥିରୁ ଗୁଡ଼ାଏ ତମକୁ କ୍ଲାରିଟି ମିଳିଯିବ ତ ଆମକୁ ଯେତେବେଳେ ନେକ୍ସଟ ଟାଇମ୍ ଆଉଥରେ ପଢ଼ିବା ତମକୁ ଜିନିଷ ଇଜି ହବ ୟୁଜର୍ ଲାଗିବ ବୁଝିହେଲା ଆଉ କାରଣ ଯିଏ ଓକେ। ହଁ ଆଉ ଯେଉଁମାନେ ଏଇଥର ମନେକର ଏଇଥର ଯିଏ ମନେକର ପ୍ରିଲିମ୍ ବର୍ତ୍ତମାନ ଲେଖିବ ତାକୁ ଟିକେ ଟାଇମ୍ ନାହିଁ ବର୍ତ୍ତମାନ ସେ ପ୍ରିଲିମ୍ ଉପରେ ବେଶୀ ଫୋକସ୍ କରୁଛନ୍ତି ହେଲା ଆଉ ଯିଏ ଆର ବର୍ଷ ମନେକର ନେକ୍ସଟ ଇୟର ମନେକର ଲେଖିବାର ଅଛି ତ ଏବେ ଟାଇମ୍ ଅଛି ନା ତ ସେ ସବୁ ଜିନିଷ ଗୁଡ଼ାକ ବି କଭର କରିନିଅ ହେଲା ତ ତମକୁ ବହୁତ ଇଜି ହବ ଜିନିଷ ବୁଝିବା ପାଇଁ ମାନେ କରିବା କାରଣ ଆମେ ରାଇଟିଂ ପ୍ରାକ୍ଟିସ୍ ଉପରେ ହେଇଯିବ ଜିନିଷ ତମକୁ ଜାଣିଥିଲେ ରାଇଟିଂ ପ୍ରାକ୍ଟିସ୍ କରିବ ନ ଜାଣିଲେ କ'ଣ ରାଇଟିଂ ପ୍ରାକ୍ଟିସ୍ କରିବ ତେଣୁ ସେଇ ସବୁ ଜିନିଷ ହେଲା এটা লেখ 2000 এই পয়েন্টটা লেখ ইন 2006 দ ইন্টারন্যাশনাল নেটওয়ার্ক ফর প্রিভেনশন অফ এল্ডর আবিউজ আইএনপিইএ ହେଲା in 2006 the international network for prevention of elder abuse designated June 15 as a world elder abuse awareness day ହେଲା designated June 15 as a world elder abuse awareness day world elder abuse awareness day ହେଲା ତାପରେ ଲେଖ the UN decade of healthy aging 2021 ରୁ 2030 ବର୍ତ୍ତମାନ ଚାଲିଛି ବୁଝୁଛ ନା ନାଇଁ ଲେଖ ଦ ୟୁଏନ୍ ଡେକାଡ୍ ଅଫ୍ ହେଲ୍ଦି ଏଜିଂ ଫ୍ରମ୍ 2021 ରୁ 2030 ଲେଖ ଦ ୟୁଏନ୍ ଡେକାଡ୍ ଅଫ୍ ହେଲ୍ଦି ଏଜିଂ ଫ୍ରମ୍ 2021 ଟୁ 2030 ଏମ୍ସ ଟୁ କମ୍ବାଟ୍ ଏଜିଜିମ୍ ବୁଝିପାରୁଛ ଏମ୍ସ ଟୁ କମ୍ବାଟ୍ ଏଜିଜିମ୍ ଏଜିଇଆଇଏସ୍ଏମ୍ aims to combat ageism, create an age-friendly environment, create an age-friendly environment, and promote integrated care for them. And promote integrated care for them. ତାକୁ 2021 ରୁ 2030 ବର୍ତ୍ତମାନ ଡେକାର୍ଡଟା ଆମର ଚାଲିଛି ଏଇ ଡେକାର୍ଡଟା ହେଉଛି କ'ଣ ହେଲ୍ଦି ଏଜିଂ ଡେକାର୍ଡ ଯେଉଁଥିରେ ଆମେ ଆୱାରନେସ୍ କ୍ରିଏଟ୍ କରୁଛେ କ'ଣ ପାଇଁ ମାନେ ଏଜିଜିମ୍ କେମିତି କମ୍ବାଟ୍ କରାହେବ ଏଜ୍ ଫ୍ରେଣ୍ଡଲି ଏନଭାରନମେଣ୍ଟ କେମିତି କ୍ରିଏଟ୍ କରାହେବ ଇଣ୍ଟିଗ୍ରେଟେଡ୍ କେୟାର ଫର୍ ଏଜ୍ ଏଜିଂ ପିପୁଲ୍ ଆଉ ସିନିୟର ସିଟିଜେନ୍ ପ୍ରତି କେମିତି ଗୋଟେ ଇଣ୍ଟିଗ୍ରେଟେଡ୍ କେୟାର ପ୍ରମୋସନ୍ କରାଯିବ ଏଇସବୁ ଜିନିଷକୁ କାଫି ଆୱାରନେସ୍ କ୍ରିଏଟ୍ କରାହେଉଛି ଏଇ ଡେକାର୍ଡରେ ତ ଏଗୁଡ଼ାକ ସବୁ ପଏଣ୍ଟ ଗୁଡ଼ାକ ସେଥିପାଇଁ କହୁଛି ନ୍ୟୁଜ୍ ପେପର ଇଜ୍ ଭେରି ଇମ୍ପୋର୍ଟାଣ୍ଟ ନ୍ୟୁଜ୍ ଆର୍ଟିକଲ ପଢ଼ ସେଥିରୁ କିଛି କିଛି ଏଇଭଳିଆ ପଏଣ୍ଟସ୍ ଆମକୁ ମିଳିବ ଯେଉଁଟା ଯଦି ଆମ ଆନ୍ସରରେ ଆମେ ଲେଖିବା ମନେକର ପଡ଼ିବ କୋଶ୍ଚିନ୍ଟା ଏଇଭଳିଆ ଯେ ବର୍ତ୍ତମାନ ଯେଉଁ ଫ୍ୟାମିଲି ପ୍ରୋବ୍ଲେମ୍ସ ଗୁଡ଼ାକ ହେଉଛି ମାନେ ଆମ ଡ୍ୟୁରିଂ ଲାଇଫ୍ ସାଇକେଲରେ ଯେଉଁ ପ୍ରୋବ୍ଲେମ୍ସ ହେଉଛି ସେ କେମିତି ତମକୁ ଟ୍ୟାକେଲ୍ କରିବ ପ୍ରୋବ୍ଲେମ୍ ଗୁଡ଼ା କ'ଣ ଆମେ ହାଉ ଟୁ ଟ୍ୟାକେଲ୍ ଦେମ୍ ତ ସେଇଟା ଆମେ ଏଇ ପଏଣ୍ଟରେ ମେନସନ୍ କରିବା କେଉଁ ଭଳିଆ ଆନ୍ସର ହେବ ଜାଣିପାରୁଛ କାରଣ ଓପିଏସ୍ସିରେ ସ୍ପେଶାଲି ପିଲା ଏତେ ଲେଭେଲର ପ୍ରିପେୟାର କରୁନାହାନ୍ତି ମୋଷ୍ଟ ଅଫ୍ ଦି ପିଲାଙ୍କୁ ଦେଖିବ ପିଲା ସେଥିପାଇଁ ପିଲା କମ୍ପ୍ଲେନ୍ କରୁଛନ୍ତି ହୋମ୍ ସାଇନ୍ସ ମାର୍କ ଆସୁନି ଆରେ କେମିତି ଆସିବ ଏଇଭଳି ନା ଲେଖିକି ସେ ଇନପୁଟ୍ ଦେଲେ ମାର୍କ ଆସିବ ଜିନିଷ ଗୋଟେ ୟୁନିକ୍ ଲାଗିବ ଆଉ ସମସ୍ତେ ସେଇ ଅନୁସାରେ ଏଇଟା ତ ମୁଁ ଗୋଟେ ଏକ୍ଜାମ୍ପଲ୍ ଦେଲି ଏଇଭଳିଆ ବହୁତ ଟପିକ୍ ଆମର ହୋମ୍ ସାଇନ୍ସର ଯେଉଁ ଟପିକ୍ ଅଛି ଯେମିତି ମନେକର ଫ୍ୟାମିଲି ଲାଇଫ୍ ସାଇକେଲ ଆମେ ପଢ଼ିବା ଡାଉରିକୁ ନେଇକି ମନେକର ଫ୍ୟାମିଲି ଲାଇଫ୍ ସାଇକେଲ ଆମେ ଯେଉଁ ପଢ଼ୁଛନ୍ତି 6 ନମ୍ବର ଚାପ୍ଟରଟା ଆମର ପେପର 2 ସେକ୍ସନ୍ ବି পেপর 1 সেকশন বি 6 নম্বর চ্যাপ্টর ফ্যামিলি লাইফ সাইকেল ফ্যামিলি স্টডি যেটা সেইଥିରେ ଫ୍ୟାମିଲି ଲାଇଫ୍ ସାଇକେଲ କରୁଛନ୍ତି ପ୍ରଥମେ ବିଗିନିଂ ଷ୍ଟେଜ୍ ଏକ୍ସପାନସନ୍ ଷ୍ଟେଜ୍ କଣ୍ଟ୍ରାକ୍ସନ୍ ଷ୍ଟେଜ୍ ବିଗିନିଂ ଷ୍ଟେଜ୍ରେ କପୁଲ ଷ୍ଟେଜ୍ ଯୋଉଟା ଅନମ୍ୟାରିଡ୍ କପୁଲ ଷ୍ଟେଜ୍ ମାନେ ଯୋଉଠି ମାନେ ମେଲ୍ ଆଉ ଫିମେଲ୍ ପାର୍ଟନର ଏକାଠି ରହିଲେ ତାପରେ ତାଙ୍କର ଗୋଟେ ଛୁଆଟେ ଜନ୍ମ ହବ ତ ଆସ୍ତେ ଆସ୍ତେ ଫ୍ୟାମିଲି ଏକ୍ସପାଣ୍ଡ କରିବ ଦିଟା ଛୁଆ ଜନ୍ମ ହେବେ ଏକ୍ସପାଣ୍ଡ କଲା ଏକ୍ସପାନସନ୍ ଷ୍ଟେଜ୍ ତାପରେ କଣ୍ଟ୍ରାକ୍ସନ୍ ଷ୍ଟେଜ୍ ମାନେ ଛୁଆମାନେ ବଡ଼ ହେଇକି ପୁଣି କିଏ ଚାକିରି କରିବ ଝିଅ କିଏ ମ୍ୟାରେଜ୍ କରିକି ପଳେଇବ ଅଲଗା ଯାଇ ଜାଗାରେ ସେଟଲ୍ ହେଇକି ରହିବେ ପୁଣି ଯୋଉ କପୁଲ ଷ୍ଟେଜ୍ରୁ ଷ୍ଟାର୍ଟ ହେଇଥିଲା ପୁଣି ବୃଦ୍ଧାବସ୍ଥା ପଳେଇ ଆସିବ ସେଇ କପୁଲ ଷ୍ଟେଜ୍ରୁ ସେମାନେ ପଳେଇ ଆସିବେ ଓଲ୍ଡ ଏଜ୍ ହେଇଗଲା ତ ଏଇସବୁ ଭିତରେ ବିଭିନ୍ନ ପ୍ରୋବ୍ଲେମ୍ ହେଇପାରେ ଷ୍ଟାର୍ଟିଂ ଯେତେବେଳେ ମନେକର ଅନମ୍ୟାରିଡ୍ ଷ୍ଟେଜ୍ରେ ମନେକର ଯେତେବେଳେ କପୁଲ ଷ୍ଟେଜ୍ ଅଛି ବର୍ତ୍ତମାନ ନୂଆ ନୂଆ ମ୍ୟାରେଜ୍ ହେଇଛି ତ କାରଣ ନୂଆ ନୂଆ ଯଦି ମ୍ୟାରେଜ୍ ହେଇଛି ସବୁବେଳେ ଜାଣିଥିବ ନୂଆ ମ୍ୟାରେଜ୍ ହେଇଛି ହଜବ୍ୟାଣ୍ଡ ୱାଇଫ୍ ଭିତରେ କାଫି ଏକ୍ସପେକ୍ଟେସନ୍ ରହୁଛି ଯେ ଆମେ ଏୟା କରିବା ସେୟା କରିବା ବୁଲିବାକୁ ବିଭିନ୍ନ ପ୍ରକାର ଏକ୍ସପେକ୍ଟେସନ୍ ରହୁଛି ନା ହଜବ୍ୟାଣ୍ଡର ୱାଇଫ୍ଠୁ ବହୁତ ଏକ୍ସପେକ୍ଟେସନ୍ ରହୁଛି ୱାଇଫ୍ର ହଜବ୍ୟାଣ୍ଡଠୁ ଏକ୍ସପେକ୍ଟେସନ୍ ରହୁଛି କିନ୍ତୁ ସେଇ ସମୟରେ ଦେଖିବ ସବୁ ଥୋଡ଼ି ଆମେ ରିଅଲିଟିକୁ ଏକ୍ସପୋଜ୍ ହେଉଛନ୍ତି ଯେତେବେଳେ ମ୍ୟାରେଜ୍ ହେଇଯାଉଛି ସାଙ୍ଗ ହେଇକି ରହିବା ଷ୍ଟାର୍ଟ କରୁଛନ୍ତି ସେତେବେଳେ ଜାଣିବ ଯେ କାଫି ଜିନିଷ ଆମେ ଯାହା ଭାବିଥିଲେ ସେଇଭଳିଆ ନୁହେଁ ତ କାଫି ଜିନିଷକୁ କମ୍ପ୍ରମାଇଜ୍ କରିବାକୁ ପଡ଼ୁଛି ତ ସେଇଠି ଯଦି ହଜବ୍ୟାଣ୍ଡ ୱାଇଫ୍ ଭିତରେ ଫ୍ରିକ୍ସନ୍ ହେଲା ତ ପ୍ରୋବ୍ଲେମ୍ ହେବ ତ ତାଙ୍କ ଭିତରେ ଅଣ୍ଡରଷ୍ଟାଣ୍ଡିଂ କୋର୍ଡିନେଟେଡ୍ ଅଣ୍ଡରଷ୍ଟାଣ୍ଡିଂ ରହିବା କଥା କୋଅପରେଟିଭ୍ ନେଚର ରହିବା କଥା ଇଚ୍ ଅଦରକୁ ବୁଝିବା ଦରକାର ଯେଉଁ ଏଇଟା ସବୁ ଏଇଠି ଯଦି ଫ୍ରିକ୍ସନ୍ ହେଲା ତ କ'ଣ ହେବ ଯଦି ଫ୍ରିକ୍ସନ୍ ହେଲା କ'ଣ ହେବ ତ ହଜବ୍ୟାଣ୍ଡ ୱାଇଫ୍ ଭିତରେ ପ୍ରୋବ୍ଲେମ୍ କ୍ରିଏଟ୍ ହେବ ତ ଡାଉରି ଫାଉରି ସରି ଡିଭୋର୍ସ ଫିଭୋର୍ସ ବି ହେଇପାରେ
तेणु आमको जदि सेमती किसी अंडरस्टैंडिंग क्लियर रहुनी मैच करूनी तो आमको एफएमटी माने फैमिली कौन एफएमटी फुल फॉर्म कौन कि मैरिज कौन मैरिज एंड फैमिली थेरापिस्ट मैरिज एंड फैमिली थेरापिस्ट जो काउंसिलर सब ए रिलेटेड जहाँ जहाँ नॉलेज अच्छी विशेष नॉलेज अच्छी आ विषय काउंसिलिंग करेंगे सब कौन कर तुम केमती कोऑपरेट कर निज सहित केमती रहिबो कौन कर रिलेटेड प्रोब्लेम गोटे हो पारे ना फ्रिक्शन हो पारे किंबा जदि हजबैंड वाइफ बहुत जॉब रे अच्छे मनकर टाइम दौना परस्पर को ऑफिस अलग अलग जगह सी अलग अलग सिटी रे तो सेठी जदि प्रोब्लेम हो जिन सब कोऑर्डिनेट कर तो सेठी भी प्रोब्लेम हो पारे तो किसी भी प्रोब्लेम आसे जो कौन प्रोब्लेम आसूँ पॉसिबल प्रोब्लेम कौन कौन आसूँ कि मनकर जमी आमर आमर मनकर जो आमर सिलेबस अच्छी देख सिलेबस रे आमर लिखाई सिलेबस रे आमर कौन प्रोब्लेम लिखाई सिलेबस रे आमर लिखा सिलेबस रे जहाँ लिखा डायरेक्ट से सब पड़ो सिलेबस रे आमर लिखाई कौन देख फैमिली लाइफ रे सिग्निफिकेंस स्टेजेस एंड डेवलपमेंटल टास्क है and problems associated with each stage of a family life cycle ता माने beginning stage रे expansion stage रे contraction stage रे तीन टांग stage रे जहाँ जहाँ problem associated अच्छी से गुड़ा विषय पढ़िबा हमें ता सहित contemporary family problems जमिति कि कोन marital problems financial problems sickness accident dowry divorce old age employed women strengthening families through counseling एतिक लिखा है आ भितर डिटो सब क्वेश्चन आसीबो जदि आसीबो या तो सब बेले क्वेश्चन आसो तो एमती नुहे कौ वर्ष क्वेश्चन आसबन सब क्वेश्चन आसो तेणु सब गुड़ाक आम बहुत भल भाव पढ़ार अच्छे और एगुड़ाक सब आमको बहुत जिनस न्यूज आर्टिकल है गूगल रे सर्च करके मुझे कही जदि मनकर तुम लिख स्ट्रेंथेनिंग फैमिली थ्रू काउंसलिंग खाली लिखिदेव गूगल मार जो गुड़ाक आसो न्यूज सेक्शन को पड़े आपको नहीं गुड़ाए आर्टिकल सब न्यूज पेपर आसूँ विभिन्न विभिन्न न्यूज पेपर आम ना घर को गोटे न्यूज पेपर मगाऊँ कि विभिन्न न्यूज पेपर तो पलि आस आम गुड़ाए पढ़ला बेले आमको काफी जिन मिले कि कथा हूँ टाइम ना जमी रिसर्च करके पढ़ा सीटा हूँ प्रोब्लेम जी जॉब करते दिन सारा ऑफिस रे गला तो सन्ध्या उठी आसिक पढ़ी क्लास शुणी शोई पड़ा पुणी सकाल जॉब को गला टाइम कहीं जिन रिसर्च करके खोजिक पढ़ाई तेणु जहाँ पाखे टाइम अच्छे कर बेटर बर्तमान समय तुम कर बर्तमान पूरा फोकस प्रिलिम पर तो 6 मास गैप थी पिला समस्त पढ़ुंट पुणी एसओ पिला पढ़ी एसओ से जिन तो जीएसपी सहित पढ़ी तो कंपिटिशन टी बढ़ी जाइए तो से अनुसार आमको से लेवल तो आम पुणी प्रम्प्ट होकर रही आम टक्कर दबा ना प्रोब्लेम हम तेणु याकू कला पूर्व ये रही जाए एत जिन कर बुझे तो मुझे ट्राए कर जिते जिन खोजी खाजिकी देवाई तुम तरफ जिते भी टाइम हम बस टाइम नष्ट न कर अच्छा देखा डिवोर्स रिलेटेड कौन हो पारे कौन किसी कौन से ऑर्गेनाइजेशन किसी रिपोर्ट रिपोर्ट पब्लिश होती कौन है कौन किसी प्रोब्लेम अच्छे तो कैमरे नोट कर देखिए परीक्षा यूज करें आंसर लिखा बेलू से भाई ओल्ड एज को लेकिन जमी कहली ओल्ड एज 2-3 पॉइंट कहली से भाई एम्प्लॉयड वीमेन को लेकिन आसूँ बहुत थर विभिन्न तुम पाखे डेली न्यूज पेपर पढ़ी पार ना काम ना तो गूगल अच्छे आम पाखे गूगल मारिक न्यूज सेक्शन को गले गुड़ा न्यूज पेपर पलि आस जहाँ जहाँ बाहर आर्टिकल बाहर कौन कौन दुनिया पलि आस भर किसी खोजिक आम पढ़ी पार बुझे से भाया सिकनेस को लेकिन एक्सीडेंट को लेकिन फाइनेंशियल प्रोब्लेम्स फाइनेंशियल प्रोब्लेम गोटे मेजर प्रोब्लेम तुम जानी फैमिली को लेकिन कारण फाइनेंशियल आसेट इज द मेन आसेट फाउंडेशन फाइनेंशियल प्रोब्लेम तो कौन कर बहुत प्रोब्लेम आसो सब मन रख जो फाइनेंशियल स्ट्रंग अच्छी ना तुम बेसिक प्रोब्लेम किसी आसबनी फाइनेंशियल प्रोब्लेम जब आरंभ हो गला तो बेसिक बेसिक प्रोब्लेम्स आसो कारण बिगिनिंग स्टेज एक्सपांशन कर फैमिली तो बहुत हेल्थ इश्यू अच्छी छुआ जन्म हम पैसा खर्च हम छुआ अपब्रिंगिंग तो सोमे हजबैंड वाइफ बहुत चाकरी कर एम्प्लॉयड अच्छा एम्प्लॉयड वुमेन केस आ वुमेन मानक तो जेनराली निजर ऑफिस काम सहित पुणी घर डोमेस्टिक काम देखा पड़ो तापर हजबैंड वाइफ तो आजिकल माने जेहतु गोटे मेल डोमिनेटेड सोसाइटी एबे भी पुरुष मानकर जे आम कौन डोमेस्टिक एक्टिविटीज आमको जना आम करूँ से भावुँ बोधे कुकिंग करवा ये सब केवल मेन डोमेन मेल फिमेल डोमेन काम फिमेल मैंने ही करेंगे आम ऑफिस आसिक आराम बस फिमेल आस ऑफिस आसिक पुणी कम कर सब ये टाइप तुम क्या हायर कर तुम डोमेस्टिक हेल्प रख तो फाइनेंशियल भी आसेट ना केते इनकम हो खर्च हम कौन सब गोटे बजेटिंग दरकार तो या रिलेटेड भी काफी प्रोब्लेम्स आसीपारे ता विषय आम पढ़ा सब है आपको लिखी भी काफी न्यूज आर्टिकल आसूँ विभिन्न ऑर्गेनाइजेशन कारण आम तो जहाँ भावुचे निजे लिखा जहाँ पढ़ा बही किसी लिखा ता सहित भी आम जब किसी रिपोर्ट एमती किसी जिन लिखा सहित आहरी बेटर आंसर हम बहुत परफेक्ट आंसर हम आम टेलिंग यू तो ये जिन प्रिलिम सर आम लिखा स्टार्ट करवा लेखा आम के बेटर हो अनुसार मार्क आसो खाली पढ़ी तुम मैंने जो मैंने नुआ जॉइन कर कौन जिते सब प्रीवियस वीडियो अच्छी अलरेडी आम यूट्यूब चैनल सब देखिए सारा प्रथम है तापर आम जो पुराना स्टूडेंट जो मैंने एथर लिख जो मैंने परीक्षा से कहूँ आमको ये प्रिपेरेसन दरकार आउ प्रिलिम समस्त क्लीयर हम एथर जी पिला प्रिलिम लिखे समस्त क्लीयर हम किंतु केबे अवहेला करनी बर्तमान 2 मास समय रहा 2 मास 2.5 मास समय रहा बर्तमान कि अवहेला कर डिविजन परफेक्ट हवा दरकार सब ना क्रिस्पी नोट्स बना
ଏମିତି ବସିଥିବ ମାନେ 10 ମିନିଟ୍ରେ ଆନ୍ସିଏଣ୍ଟ ଇଣ୍ଡିଆ ଶେଷ, ଏଇଭଳିଆ ରିଭିଜନ ହବା ଦରକାର। 10 ମିନିଟ୍ରେ ମେଡିଭାଲ ଶେଷ, 20 ମିନିଟ୍ ଭିତରେ ପୁରା ଶେଷ ଆମର କ'ଣ ମଡର୍ଣ୍ଣ ଇଣ୍ଡିଆ ପୁରା ଶେଷ। କ'ଣ ଅଛି କି ମଡର୍ଣ୍ଣ ଇଣ୍ଡିଆ? ତମେ ପୁରା ପଢିଦବ, ଥର ହେଇଯିବ ତ ସାଙ୍ଗେ ସାଙ୍ଗେ ସବୁ ମନେ ପଡିଯିବ। କ'ଣ କ'ଣ ବ୍ୟାଟେଲ ହେଇଥିଲା, ଆଗ ତ ବ୍ୟାଟେଲ ସେକ୍ସନ ଗୋଟେ ଗଲା, ବ୍ୟାଟେଲ ସେକ୍ସନ ପରେ ଯେତେବେଳେ ସବୁ ଆରମ୍ଭ ହବ, କଂଗ୍ରେସ ତିଆରି ହବ, ମାନେ ସିପାହୀ ମ୍ୟୁଟିନି ସରିଗଲେ ତାପରେ କଂଗ୍ରେସ ତିଆରି ହେଇଯିବ 85 ମସିହାରେ, 1885ରେ। ତାପରେ ସବୁ ବିଭିନ୍ନ ଡେଭଲପମେଣ୍ଟ ସବୁ ହେଇଛି, ସବୁ ଫ୍ରିଡମ ମୁଭମେଣ୍ଟ କ'ଣ ହେଇଛି, ଯୋଉଟା ତାକୁ ତ ପୁରା ସବୁ କାହା ସମୟରେ କ'ଣ ହେଇଥିଲା, କିଏ କ'ଣ ବହି ଲିଖିଛି, ନ୍ୟୁଜ ପେପର ରୋଜ ଛାପିଛି, କ'ଣ ହେଇଛି, ମେଜର ମେଜର ଜିନିଷ ମୁଁ ଜାଣିଯିବାର ଅଛି। ଆଉ ପୁରା 1947 ମସିହା ପର୍ଯ୍ୟନ୍ତ ଆଉ କ'ଣ ଜାଣିଗଲେ ପୁରା ହେଇଗଲା, ସରିଲା। ଏପଟେ ଆଇବିସି ରୁ ଷ୍ଟାର୍ଟ କରିକି 1947 ମସିହା ପର୍ଯ୍ୟନ୍ତ ପୁରା ଏଣ୍ଟାୟାର ହିଷ୍ଟ୍ରିଟା ପୁରା ମନେ ରହିଲା। ଏଇ ଲେବୁଲର ତତ୍ତ୍ୱ ମାଇଣ୍ଡରେ ଆମ ସବୁ ଯାହା ଯାହା ପକେଇବା କଥା ପକାନ୍ତୁ, କ'ଣ ପକେଇ ଆମେ ବହୁତ ଡେପ୍ଥକୁ ଯାଇକି ପଢୁଛନ୍ତି, କିଛି ଭୁଲ ହବାର ନାହିଁ। ସେଇଭଳିଆ ପଲିଟି, ସେଇଭଳିଆ ଏଇଭଳିଆ ଯୋଉ ଡେପ୍ଥ ଆମେ ଆନାଲିସିସ୍ କରିଛନ୍ତି ଏ ବର୍ଷ ପଢୁଛନ୍ତି, କୌଣସି ପ୍ରୋବ୍ଲେମ ହବା କଥା ନୁହଁ। ରିଭିଜନ ପରଫେକ୍ଟ ହବା ଦରକାର, ଏମସିକ୍ୟୁ ସଲ୍ଭ ହବା ଦରକାର, ପ୍ରାକ୍ଟିସ ହବା ଦରକାର। ଏମସିକ୍ୟୁ ଆମେ ଡେଲି ଡେଲି ପ୍ରାକ୍ଟିସ କରୁଛନ୍ତି, ମିନିମମ୍ କିଛି କିଛି ତ ପ୍ରାକ୍ଟିସ ହଉଛି। ତେଣୁ ଏଇସବୁ ଜିନିଷ କର। ଯୋଉମାନେ ଏଥର ଲେଖିବ ମୁଁ ସେମାନଙ୍କୁ କହୁଛି ଏଇଭଳିଆ ମାଇଣ୍ଡରେ ସେଟ୍ କର। ଯଦି ବି କେତେବେଳେ ବୋରିଂ ଲାଗୁଛି, ଟିକେ କେତେବେଳେ ବସିଛ, ଇଚ୍ଛା ହଉଛି, ଟିକେ ଦେଖ କିଛି ସାଙ୍ଗେ ସାଙ୍ଗେ ଯୋଉ ପଏଣ୍ଟ ପଏଣ୍ଟ ନୋଟ୍ କର। ଅଳସୁଆ ହେଇକି ଛାଡ଼ ଦେଖିବା, ଅଳସୁଆମି ନାହିଁ ଟୋଟାଲି। ସାଙ୍ଗେ ସାଙ୍ଗେ ନୂଆ ପଏଣ୍ଟ ପାଇଗଲ, କୋଉଠି ନ୍ୟୁଜ ପେପର ପଢିଲ କି ଗୋଟେ ଗୁଗଲରେ ସର୍ଚ୍ଚ କଲା ବେଳକୁ ଗୋଟେ ନୂଆ ଜିନିଷ ମିଳିଗଲା, ସାଙ୍ଗେ ସାଙ୍ଗେ ନୋଟ୍ କର ଖାତାରେ, ନୋଟ୍ ଖାତାରେ। କାରଣ ଯୋଉଟା ଆମେ ନୋଟ୍ କରିବା ସେଟା ରିଭାଇଜ କରିବା, ସେଟା ପରୀକ୍ଷା ଲେଖିବା। ଆଉ ଏମିତି ପଢିଦେଲେ କିଛି ମନେ ରହିବନି, ବୁଝିଲା। ସବୁ କଥା ସେମିତି କହିଲି, କାରଣ ଏଇ ଟପିକଟାରେ ଯେମିତି ହେଲେ ଆମକୁ 60 ମାର୍କ କ୍ୱେଶ୍ଚିନ୍ ମିଳିବ। 30 ମାର୍କ ତ ମିଳିବ, 30 ମାର୍କ 20 ମାର୍କ କ୍ୱେଶ୍ଚିନ୍ ଏଥିରୁ ମିଳିବ ଆମକୁ। ସବୁ ଚାପ୍ଟରରୁ ମିଳିବ, ସବୁ ଚାପ୍ଟରରୁ କ୍ୱେଶ୍ଚିନ୍ ଆସୁଛି। କିନ୍ତୁ ଏଇଟା ଯେହେତୁ ଗୋଟେ ସୋସିଓଲୋଜିକାଲ ଟପିକଟା ଗୋଟେ, ତ ଫ୍ୟାମିଲି ଉପରେ, ତ ଆପଣ କାଫି ଭଲ କରିକି ଆମେ ଲେଖିପାରିବା ଆନ୍ସର। ପେପର 1 ସବୁବେଳେ ପେପର 2 ଠୁ କମ୍ ମାର୍କ ରୁହେ ପିଲାଙ୍କର, କିନ୍ତୁ ପେପର 1 ଆମର ଏଇଭଳିଆ ପ୍ରିପାରେସନ ଏଇ ଲେବୁଲର କରିବା, ପେପର 1 ବହୁତ ବଢିଆ ମାର୍କ ରହିବ। ତେଣୁ ସେଇ ଲେବୁଲକୁ ଟଚ୍ କରିବାର ଅଛି ଆମକୁ, ପରିଶ୍ରମ କରିକି, ହେଲା। ସେମିତି ପ୍ରିପାରେସନ ଖଟିବାକୁ ପଡିବ, ନହେଲେ କେମିତି ହବ। ବେଟର ଆମେ ଚାହୁଁଛନ୍ତି ବେଟର ରାଙ୍କ ପାଇଁ, ସିଙ୍ଗଲ ଡିଜିଟ ରାଙ୍କ ପାଇଁ ଆମେ ଚାହିଁବା, ଯଦି ଆମକୁ ସେଇଭଳିଆ ପରିଶ୍ରମ ଦରକାର ନା, ଥୋଡି ସେମିତି ରହିଯିବ, ବୁଝିପାରୁଛ ନା ନାଇଁ। ଆଚ୍ଛା, ଏଇଟା ଗଲା। ତାପରେ କଣ୍ଟେମ୍ପୋରାରୀ ଫ୍ୟାମିଲି ପ୍ରୋବ୍ଲେମ୍ସ ମନେକର, କଣ୍ଟେମ୍ପୋରାରୀ ଫ୍ୟାମିଲି ପ୍ରୋବ୍ଲେମ୍ସରେ କ'ଣ ଆସୁଛି କିରେ? ଡୋମେଷ୍ଟିକ ଭାয়োଲେନ୍ସ ହେଲା, ଆଟ୍ରୋସିଟିଜ ଏଗେନ୍ଷ୍ଟ ୱିମେନ୍ ହେଲା, ଡୋମେଷ୍ଟିକ ଭାয়োଲେନ୍ସ ବି ହଉଛି ନା, ମ୍ୟାରିଟାଲ ରେପ୍ ହେଲା, ଏଟା କଣ୍ଟେମ୍ପୋରାରୀ ଫ୍ୟାମିଲି ପ୍ରୋବ୍ଲେମ୍ସ। ବର୍ତ୍ତମାନ ଇନଲଜ ମାନେ ଯୋଉଠି ଟଲରେଟ୍ କରିପାରୁନାହାନ୍ତି, ଯେମିତି ହଇରାଣ କରୁଛନ୍ତି, ମାନେ ଯୋଉ କ'ଣ ଯୋଉ ଡକ୍ଟର ଇନ୍ ଲକୁ କାଫି ହଇରାଣ କରୁଛନ୍ତି, ଡାଉରି ରିଲେଟେଡ୍ ପ୍ରୋବ୍ଲେମ୍ସକୁ ନେଇକି, କିମ୍ବା ଡିଭୋର୍ସ ହେଲା। ଡିଭୋର୍ସ ହେଲା ପରେ ଆଜିକାଲି ସିଙ୍ଗଲ ପ୍ୟାରେଣ୍ଟ ଫ୍ୟାମିଲି ହେଲାଣି, ଲେସବିଆନ ଛାଡ଼ ଲେଖିବା ଦରକାର, ଏଇଟା ତ ନୂଆ କନସେପ୍ଟ ଏବେ ଆସିଛି। ସିଙ୍ଗଲ ପ୍ୟାରେଣ୍ଟ ଫ୍ୟାମିଲି ତ ବହୁତ ଦିନ ଚାଲିଲାଣି, ନ୍ୟୁକ୍ଲିୟର ଫ୍ୟାମିଲିରେ ସିଙ୍ଗଲ ପ୍ୟାରେଣ୍ଟ ଫ୍ୟାମିଲି ଚାଲିଲାଣି। ତ ଏଗୁଡ଼ା ସବୁ ଯାହା କଣ୍ଟେମ୍ପୋରାରୀ ଫ୍ୟାମିଲି ପ୍ରୋବ୍ଲେମ୍ସ। ତାପରେ କାଉନସିଲିଂ ହବା ଦରକାର, ଏଫଏମଡି ର ପ୍ରପର କାଉନସିଲିଂ କ'ଣ କ'ଣ ଦରକାର, ତା ଷ୍ଟେପ୍ ସବୁ ବହିରେ ଆମେ ଯଦି ଡିସ୍କସନ କରିବା, ସବୁ ଷ୍ଟେପ୍ ବାଇ ଷ୍ଟେପ୍ ତାକୁ ପୁରା ପଢି ପଢି ମୁଣ୍ଡରେ ଛାପିବ। ସେଇ ଷ୍ଟେପ୍ ନିହାତି ପରୀକ୍ଷା ରହିବା ଦରକାର। ତାପରେ ଏକ୍ସଟ୍ରା ଆମେ କ'ଣ ଆଡ୍ କରୁଛନ୍ତି ଅଲଗା କଥା, କରେଣ୍ଟ ଜିନିଷ କିଛି ରିପୋର୍ଟ ଫିପୋର୍ଟ ଯଦି ଆଡ୍ କରିବା ଠିକ୍ ଅଛି, କିନ୍ତୁ ଯାହା ଯୋଉ ବେସିକ୍ ପଏଣ୍ଟ ଯାହା ଯାହା ସବୁ ତାର ଏଗୁଡ଼ା ସବୁ ଲେଖିବାର ଅଛି, ହେଲା। ଆଉ ଏମ୍ପ୍ଲଏଡ୍ ୱିମେନ୍ ମାନଙ୍କର, ଏମ୍ପ୍ଲଏଡ୍ ୱିମେନ୍ କେସ୍ରେ, ଏମ୍ପ୍ଲଏଡ୍ ୱିମେନ୍ ତମେ ଜାଣିଥିବ, ଏମ୍ପ୍ଲଏଡ୍ ୱିମେନ୍ କେସ୍ରେ କ'ଣ ଯୋଉ ୱାର୍କପ୍ଲେସ୍ରେ ଆଟ୍ରୋସିଟିଜ୍ ହେଉଛି। ଆରେ ୱାର୍କପ୍ଲେସ୍ରେ ବିଭିନ୍ନ ପ୍ରକାର ହେଉଛି ନା। ମୁଁ ତ ଦେଖିଛି, ମୁଁ ନିଜେ ଚାକିରି କଲା ବେଳକୁ ଝିଅମାନଙ୍କ ପ୍ରତି ଯୋଉ ଅତ୍ୟାଚାର ହେଉଛି, ଯୋଉ ପ୍ରକାର ପ୍ରୋବ୍ଲେମ ଫେସ୍ କରୁଛନ୍ତି, ଗୋଟେ କର୍ପୋରେଟ ସେକ୍ଟର ଯୋଉମାନେ କାମ କରୁଛନ୍ତି, ଝିଅମାନେ ଜାଣିଥିବ ବହୁତ ପ୍ରୋବ୍ଲେମର ଶିକାର ହେଉଛନ୍ତି। ଖାଲି କର୍ପୋରେଟ ସେକ୍ଟର ନୁହଁ, ବାହାରେ ଯାଇକି ଯେତେ ଝିଅ ସବୁ କାମ କରୁଛନ୍ତି ଆମର, ଏତେ ମାନେ ପୁଅମାନଙ୍କ ଯେତେ ଇଜି, ଯେତେ ପ୍ରିଭିଲେଜେସ୍ ମିଳୁଛି, ଝିଅମାନଙ୍କ ପାଇଁ ଏତେ ଇଜି ନୁହେଁ। ଆମ୍ ଟେଲିଂ ୟୁ, ଏତେ ଇଜି ନୁହେଁ ଝିଅମାନଙ୍କ ପାଇଁ ବାହାରେ କର୍ପୋରେଟ ସେକ୍ଟରରେ ଚାକିରି କରିବା। କି ମୁଁ ନିଜେ ବି ଚାକିରି କରୁଥିଲି, ମୁଁ ନିଜେ ବି ଆଖିରେ ଦେଖିଛି କେମିତି କେତେ ପ୍ରୋବ୍ଲେମ ଫେସ୍ ହେଉଛି, ସେମାନେ କରୁଛନ୍ତି। ତେଣୁ ଏଗୁଡ଼ାକ ବହୁତ ଆମ ବସ୍ଠୁ ପ୍ରୋବ୍ଲେମ ଶିକାର କରିବାକୁ ପଡୁଛି, କଲିକ୍ ଠୁ ପ୍ରୋବ୍ଲେମ ହେଉଛି। ତ କାଫି ଟର୍ଚର କରାହେଉଛି ସେମାନଙ୍କୁ, ବା ଯୋଉ କ'ଣ ମୋଲେଷ୍ଟେସନ ସହିବାକୁ ପଡୁଛି, ତାଙ୍କର କରିବାକୁ ପଡୁଛି। ତ ୱାର୍କିଂ ଡେସ୍ରେ ଆଉ ଗୋଟେ ବିଭିନ୍ନ ପ୍ରକାର, ତାକୁ ନେଇକି ଆଉ ମେନ୍ ଜିନିଷ ହେଲା କ'ଣ କି, ଆକୁ ନେଇକି ଗୋଟେ ସୋସିଓଲୋଜିଷ୍ଟ ବହୁତ, ମାନେ ଫେମିନିଷ୍ଟ ଯୋଉମାନେ, ଯେମିତି ବୀଣା ଦାସ ହେଲେ, ଆଉ ଏମିତି ବହୁତ ଅଛନ୍ତି। ଆରେ ତିସ୍ତା ସେତେବେଳେ ଆରେଷ୍ଟ କରିଦେଲେ କିରେ? ଆରେ ତିସ୍ତା ସେତେବେଳେ ଆରେଷ୍ଟେଡ୍ କେବେ? ତିସ୍ତା ସେତେବେଳେ ଗୋଟେ ବୁଢ଼ା ଆର୍ଟିକଲ ଆସେ, ଆକ୍ଚୁଆଲି ଇଣ୍ଡିଆନ୍ ଏକ୍ସପ୍ରେସରେ ଆସୁଥିଲା ଆଗରୁ, ବହୁତ ଆର୍ଟିକଲ ଆସୁଥିଲା। ତାଙ୍କୁ ଆରେଷ୍ଟ କରିଦେଲେ ବୋଧେ ଏବେ। ଛାଡ଼, ବଦନା ଶିବା ମ୍ୟାମଙ୍କର ଆର୍ଟିକଲ ଆସୁଛି, ଆଙ୍କର ଆର୍ଟିକଲ ଆସୁଛି। ଆକ୍ଚୁଆଲି କ'ଣ କି, ଆମେ ଯଦି ଆହୁରି ଡେପ୍ଥରେ ସୋସିଓଲୋଜି କଥା କହୁଛି, ସୋସିଓଲୋଜି ପଢିବା, ଦେଖିବ ଗୁଡ଼ାଏ ଯୋଉ ବନ୍ଦନା ଶିବା ମ୍ୟାମ୍ ହେଲେ, ମୁଁ କେତେ ଗୁଡ଼ାଏ ଅଛି ଦେଖିବ, ସେମାନଙ୍କର ରେଗୁଲାରଲି ଆର୍ଟିକଲ ଇଣ୍ଡିଆନ୍ ଏକ୍ସପ୍ରେସରେ ଆସୁଛି। ଆମର ହିନ୍ଦୀ ଏଡିସନରେ, ଦିଲ୍ଲୀ ଏଡିସନ ପେପରରେ ଦେଖିବ ପ୍ରାୟ ଆସୁଥିଲା। ଆମର ଓଡ଼ିଶା ଏଡିସନ ବି କିଛି ଆସୁଛି, ଲେଖୁଛନ୍ତି, କିନ୍ତୁ ଆଡିସନ ଆସୁଛି। କାରଣ ଆମେ କେତେ ହେଲା, ମେନ୍ ହେଲା କ'ଣ କି, ଆମ ପାଖରେ ପଢିବାକୁ କେତେ ଟାଇମ୍ ନାହିଁ। ଆମର ଆମେ ଏଇ ଯୋଉ ସିଭିଲ ସର୍ଭିସେସ୍ ପଢୁଛନ୍ତି, ମେନ୍ ହେଲା ଆଇଏଏସ୍ ପାଇବା। ଏଇଟା ସବୁ ତା ସାଇଡ୍ ଗୁଡ଼ାକ ସବୁ ହେଲା।
ତେଣୁ ସେଇ ଜିନିଷକୁ ପଢ଼ିବା ପାଇଁ ପରେ ଟାଇମ୍ର ମ୍ୟାନେଜମେଣ୍ଟ ବହୁତ ଇମ୍ପୋର୍ଟାଣ୍ଟ। और टाइम मैनेजमेंट परफेक्ट जाना तुम बेसिक अंडरस्टांडिंग बहुत क्लियर थी दरकार। तुम फोकस पूरा क्लियर थी दरकार कौन पढ़ा कौन ना जिन कौन अच्छी कंटेंट कौन कौन अच्छी मतलब केमती पढ़ार अच्छी कौ रास्तार जबार अच्छी सब आम तो बेसिक पूरा क्लियर हो तुम देखो ओएस भल रैंक गोटे रखिद सिंगल डिजिट रैंक ओएस रैंक जेको रैंक गोटे ओएस पलि आस तुम पढ़ी गोटे बेसिक अंडरस्टांडिंग तुम हो तापर इजी हो देखो नेक्स्ट डेप्थ एनालिसिस कर मजा लगे बेसी समय लगे बुझेगा। अच्छा एटा गोटे गला तापरे मु जेमती कहूली जो एम्प्लॉयड वीमेन केस रे बहुत सोशियोलॉजिस्ट भिन्न भिन्न जो कौन स्टेटमेंट देछन जेमिति कि गोटे होची जे जेमिति कहा जे व्हेन मेन इज हरास्ड इट्स ए टर्चर बट वुमेन इज हरास्ड इट्स ए कल्चर ए टाइप रो जिंस हम यूज कर परिबा लिखि परिबा आंसर रे किंबा आहरी बहुत अच्छी मुझे कहबी सब लिस्ट करके देवी सेगुड़ा आम आंसर लिखि पार सब जमी किसी प्रोब्लेम कंटेम्पोरारी फैमिली प्रोब्लेम्स क्वेश्चन आसला परफेक्ट आंसर लिखा हो 20 मार्क्स यदि पड़गला ना 2-3 खंडे लिखिदेकी मैंने थिंकर्स देखिए लिख पूरा परफेक्ट आंसर हम गोटे पेज आंसर लिख 20 मार्क 2 पेज आंसर लिखा 2 पेज आंसर परफेक्ट हम टाइम देखिए बेले बेले 1.5 पेज भी लिखा बेले बेले पेज भी लिखा जो टाइम नथियो किंतु देखिए टाइम है आंसर परफेक्ट हम ये सब जिन को आमको भलरे काम करा पड़ो खटा पड़ो परिश्रम करा पड़ो सेमती हेनी भाई है तेणु वान्स पीटी सरला मैंने आम लगी पड़ा ये सब आंसर रईटिंग खाली आंसर रईटिंग आंसर के इम्प्रुवमेंट कर आंसर को है एमती एम्प्लॉयड वुमेन मान केस सब प्रोब्लेम हो सब केस जो मैंने अलरेडी चाकरी कर झील मैंने निहत फेस करेंगे केमती कौन हो सब जिन नहीं मेन है मतलब फेमिनिज्म एंगल लिखा केमी पुरुष प्रधान समाज में केमती हो सहित भी अलग एंगल लिखा मेन फेमिनिज्म एंगल रहा तो किसी आईटा तो सोशियोलॉजी रिलेटेड नुह होम साइंस किसी देखिए आंसर बेटर हम कि सोशियोलॉजी क्वेश्चन पड़ा आमको आहरी जिन को सोशियोलॉजिकल पॉइंट माने पर्सपेक्टिव देके लिखा पड़ो बुझे ना नहीं ये सोशियोलॉजी आंसर नुह ना होम साइंस लिखा हो जहाँ जहाँ मेजर प्रोब्लेम अच्छे आशा करके लिखा तापर आउ गोटे अच्छी कौन ना मारिटाल प्रोब्लेम्स तो काफी डिवोर्स है अंडरस्टैंडिंग मिसमैच हो हजबैंड वाइफ भितर इवन भी तुम इनलॉज सहित तुम मिसमैच हो ठीक से होनी काफी देखियो काफी फैमिली रे इनलॉज मान सहित होनी कारण इनलॉज माने जे डॉक्टर इन लॉ आस कारण मुझे कहूँ बहुत पूर्व हम हाई एक्सपेक्टेशन रोनी सब बेले मन रख गोटे कथा निजे आम निजे करवा आम एक्सपेक्टेशन क्या रखा कथा नुह आम भावुँ मैरेज हो मुझे तो गोटे ऑफिसर बनीगली मो हजबैंड कि मो वाइफ मनकर ये बड़ पोजिशन रही मोर करमती कर जो गोटे गोटे कल्पना जो दुनिया में बसई दौरान गोटे आम सोशियोलॉजी पढ़ुले ना मैंने इंटराक्शन पढ़ुले कहूली जो पूरा कल्पनार दुनिया मो भर जागी उठूँ आज आम रियल लाइफ को एक्सपोज होचे देखो जिन सेमती किसी नुह सब ढो हो फाटी जाऊँगी तो आरंभ हो मन दुख तो अंडरस्टैंडिंग मिसमैच हवा स्टार्ट हो फ्रिक्शन हवा स्टार्ट हो तो गंडगोल हो प्रोब्लेम है पुणी मैरिटल प्रोब्लेम स्टार्ट है कौन बुझे मैरिटल प्रोब्लेम्स रिलेटेड जहाँ जहाँ पॉइंट अच्छे देखा आ रिलेटेड भी काफी प्रोब्लेम्स मैंने हमको न्यूज आर्टिकल कौन कि हम किसी पॉइंट खोजा जोटा दरकार हम आम आंसर को स्ट्रंग बनइब बुझेगा तापर है कौन ना आउ तो बाकी डेवलपमेंटल स्टेजेस अच्छी सिकनेस है एक्सीडेंट भी प्रोब्लेम हो ना मनकर मेजर अर्निंग मेंबर जो मैंने फैमिली मेजर अर्निंग मेंबर मनकर एक्सीडेंट हो गला अर्निंग मेंबर आ समस्त फैमिली माने नुह सब चाकरी बाकरी आईएएस अफसर होते कि ओएस हो कि बड़ चाकरी गवर्नमेंट सर्विस कर कि प्राइवेट सेक्टर जॉब कर जॉब होल्डर बिजनेस चलती सेमती तो नुह फैमिली माने सब बैकग्राउंड में देखा लो स्तर आरंभ कर हाई स्तर पर्यटन लोअर लेवल हाई लेवल पर्यटन जो दिन मजुरिया लोक भी रोचे बीपीएल फैमिली लोक मैंने रोचे डेली वेज आर्न करके चलुँच फैमिली मनकर जी अर्निंग मेंबर डेथ हो जाए एक्सीडेंट हो जाए जमी चाकरी कर समय आदित्य बिर्ला मैंने प्लांट रे जो कन्वेयर बेल्ट चले है कौन है आम सागर गोटे इंजीनियर जाता आ बीटेक जो पिला गुड़ा भोक गुड़ा कि जना न था सी कौन कर माने पंडित देखी मैंने निज गुड़ा लोक आगे कारण ये जो भाव भावना बीटेक करके तो कारण जी पढ़ीनी मैंने जो पाठ पढ़ी ना एक्चुअली जो लोअर लेवल काम कर ऑपरेटर ये सी हम बोलते कौन बड़ कोर्स करके गोटे बीटेक कोर्स कर पलि बड़ इंजीनियर गोटे पलि आसला सतला भोकुल मैंने जना नहीं बीटेक थोड़ी तुमको जाना आम जो बीटेक पढ़ा ओडिशा आम जो इंडिया जो भाया स्ट्रक्चर जो इंजीनियरिंग प्रैक्टिकल नॉलेज जीरो तो ये कौन करी ना जाकि गोटे गोटे बेंगली पिला गोटे आसाला आम कल ये को जॉइन करते आसिक सी कौन करी ना ऑपरेटर जाइए तलू चेक करने कौन कौटी कौन होती कौन ना से घर आसिले मैंने ड्यूटी पड़ा नाइट सिफ्ट से आसिले आसिक देखिले कन्वेयर फेनर सब ठीक ठाक अच्छे ना पुली पुली सब ठीक अच्छे ना देखुं सी मैंने हाथ मारिक देखुं ये बसी कैबिन रे मैंने कंट्रोल रूम रे तोर कौन दरकार जाकि चलेगा
ये जाके ऑन कर देछि मशीन ऑन बेल्ट चलीगला माने बेल्ट जब चलो ना भिड़ी नब पूरा तुमको मैंने विराट बड़ बड़ बेल्ट ना तुमको भिड़ी नब भर को हाथ एमती सफा करते कौन बाहर लगी बाहर करते हाथ भिड़ी नेला पूरा टिंग किना गला मैंने छिंदी गला पूरा छिंदी गला हे बंद कर हो है कि लोक चिल्ले सी कौन है हठात बंद कल इमरजेंसी स्विच थाए आमर हम इमरजेंसी स्विच मारदेले मारला पर देखला कंपानी कहला भाई रही तो मारिदेवे लोकाल लोक रात रात पठेदेले घर वेस्ट बेंगल है इंजीनियर को कौन से जेहतु ट्राइबाल लोक पैसा पत्र लोभ देखी माने कहले तुम परमानेंट चाकरी हो तुम टेम्पोरारी रेट रही परमानेंट चाकरी देकी कथा सेटल करदेले ना जिन बहुत डेंजर कंडीशन क्रिएट हो पारे तुम से केस मेम्बर मैंने अर्निंग मेम्बर सी गोटे आसिक कम कर एक्सीडेंट होगा कम जब पाइबे कंपानी कम देनी था चलिए केमी तार पुणी एक्सपेन्सेस अच्छी ना पुणी फैमिली केमी चलो तार छोट छोट छुआ मन थे स्कूल गोइंग चिल्ड्रेन थे वाइफ थे तो केमी कौन हम सब चलो केमी बिना पैसा आ तुम घर समस्ते तो हाई फाई लेवल फैमिली ना हाँ गोटे गले भी बहुत अच्छे चलीजे सेमती तो ना ना बहुत लो लेवल फैमिली अच्छा से केस कहीं एक्सीडेंट रिलेटेड भी काफी प्रोब्लेम से पाए तेणु फैमिली प्रोब्लेम डिस्कसन करना सब एंगल जहाँ भी लिखाई सिलेबस में सब गुड़ा एंगल को नवा एक्सीडेंट केस से केस गवर्नमेंट तरफ भी आजिकल नुआ जो 2013 कंपानी रूल है काफी वेजेस को लेकिन माने लेबर मान काफी प्रोविजन आसी पॉइंट आसी कौन जब एक्सीडेंट हो जाऊँगी कौन आगुरी आगुरी शुणी मतलब गला कहते जदि किसी कहार एक्सीडेंट है ना नहीं जंगल में पकई दौले कारण जो ट्राइबाल लोग से कम करती कि जो डेली वेज रे कम करती वर्कर मैंने कम करती काले किसी प्रोब्लेम भावी कहते से आसी कड़े गला कहीं जानी कहते समस्त आउ से जेहतु बहुत ट्राइबाल लोग डर किसी कहते निजर भाग्य ना बोली डेस्टिनी को करके डेस्टिनी को ये रही जाती फाइट कर ना तुम पैसा नहीं मान लोक भूल बहुत भकुआ लोक बुलूँ जो पैसा नहीं तुमको मोल्ड करेंगे सब एसी एरिया सब ये लोक अच्छा कारण आदिवासी लोक देखिए बहुत निरीह लोक एम जा मोल्ड करके विभिन्न प्रकार देखिए कारण गोटे 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 एग्जांपल तुमको कहबी माने जमी थे थे कौन है ना बन्या होता है माने केन्दुझर देकी जाइए आमर कौ नदी के बैतरणी नदी तो बैतरणी नदी में थोड़ा बन्या आसाला बन्या जो आसला तो बडबिल एरिया मो सेपट एरिया जो एरिया थिला तो सी जो ट्राइबल एरिया ट्राइबल बेल्ट पूरा सेपटे तो बन्या पानी रे माने एते जोर है सब घर सब छोटे छोटे डुबरी डुबरी घर सब माने छपर घर गुड़ा सब तो ताकू सब माड़ी पानी पंकल ऊपर लोटी जाए समस्त एरिया को जाकि देखिब अरे प्रियंका तुम ये ऑफ कल देखिए ना से एरिया जाकि देखिए जदि प्रियंका तुम माइकटा ऑफ कर हाँ ठीक अच्छे जो से एरिया जाकि देखिब माने पूरा दुखांत लगे जो लोक रोचे आज आज समय भी है तो आम जो कंपनी तरफ सीएसआर एक्टिविटीज हुए तो मैंने कहले जहाँ जहाँ पुराना जमापटा लुगापटा सब अच्छी कंपनी जिते माने टाइम टाउनशिप जिते लोक अच्छा कंपानी समस्त घर कलेक्ट करके नहीं पहुँचा देवाई है कथा कौन है लीडरशिप बाहरी पड़ा सी ट्राइबल लोक नुह सी आम एपट सैड जाकि गोटे लोकटे कि लीडरशिप दूसरी कौन कहला तुम आम कौन तुम भकुआ आम तुम पुराना लुगा पिंधु आम नुआ लुगा आण मुझे कहली जहाँ गोटे भल स्टाण्ड नहीं कंपानी बहुत पैसा अच्छे कहीं दबनी नुआ लुगा भल स्टाण्ड नेला भाई टिके समय जाइए आम मैनेजमेंट लोक गले कौन पैसा पत्र दिया दी कले आराम चुप रहा घर जाए बसला तमाने से पैसा पाइबापी से आसी कम कर रियलिटी लोक लाभ हो और से लोक भी ये पुराना लोक पूरा एत खुशी सब धाड़ी बांधिक नहीं जाता देखिए आश्चर्य लगे जाकि सागे पिंधिकी सब देखिए खुशी से मतलब मिलगला ये टाइप मैंने एत लो लेवल लोक अच्छा बुझे एत इनोसेंस इनोसेंट लोक अच्छा तेणु से केस जब एमती किसी घटना घटी जाऊँगी मैंने प्रोब्लेम हो जाए एक्सीडेंटाली जिनस हो जाऊँगी तो कौन कौन सब हो पारे गवर्नमेंट तरफ यही सब जिनस काफी प्रोविजन अच्छी बर्तमान लॉ रे जे कौन कर तार वेज स्ट्रक्चर को भाया हम एक्सीडेंट हो गले कौन हम तापर तार रिलेटेड जदि जो माने फैमिली मेम्बर मान कौन बेनिफिट मिल हेल्थ इश्यू हेल्ले कौन हम सबूर गोटे प्रोविजन बनाई जाइए देख मोस्ट ऑफ द कंपनी परमानेंट एम्प्लॉय क्या माने बहुत लोक छोट लोअर लेवल कम गुड़ा सब कॉन्ट्रैक्चुअल लेबर यूज करते तेणु कंपनी प्रोविजन अनुसार बहुत जिन अच्छी जोड़ा करने बहुत पैसा खर्च करा पड़ो तेणु प्रॉफिट को मैक्सिमाइज करने बहुत कंपनी करती है गवर्नमेंट कंपनी कौन प्राइवेट कंपनी कौन प्राय एम्प्लॉय करती है तेणु ये सब जिन भी आम अच्छी जदि मनकर क्या मनकर सिकनेस मनकर हेल्थ इश्यूज हो फैमिली कौन प्रोविजन सब अच्छी बुझे ना नहीं तेणु से रिलेटेड जिन सिकनेस है फाइनेंशियल प्रोब्लेम तो बहुत बड़ा प्रोब्लेम गोटे जदि है केमती हम एक्सीडेंट है डाउरी केस रे
डाउरी केस कौन जान डाउरी केस बहुत अच्छी आम भी नोट भी लिखाई गोटा यूनाइटेड नेशंस विषय कहते डाउरी को लेकिन किए कौन विभिन्न प्रकार जो डाउरी डेफिनेशन कौन डाउरी को लेकिन काफी ऑर्गेनाइजेशन किसी रिपोर्ट्स आसी किसी स्टेटमेंट आसी आम मन रखी परीक्षा नहीं लिखा से भाया डाउरी है डिवोर्स है आउ रहा कौन ना आउ रहा तापर एगुड़ा सब जो प्रोब्लेम गुड़ाक देखिले हूँ कौन ना कंटेम्पोरारी फैमिली प्रोब्लेम्स जोटा देखिले ता सहित भी लाइफ स्टेज भी यही प्रोब्लेम गुड़ाक लाइफ जो बिगिनिंग स्टेज आउ एक्सपांशन स्टेज आउ कंट्राक्शन स्टेज रे भी विभिन्न तार सब स्टेज गुड़ाक सब अच्छी मेन मेन स्टेज 3टा जो विभिन्न सब स्टेज गुड़ाक अच्छी विभिन्न सब स्टेज रे हम प्रोब्लेम सब देखा फाइनेंशियल रिलेटेड प्रोब्लेम देखा वेल एज रिलेटेड प्रोब्लेम देखा डिवोर्स रिलेटेड प्रोब्लेम डाउरी रिलेटेड प्रोब्लेम्स आसो एम्प्लॉयड वुमेन मान केस रे भी रिलेटेड प्रोब्लेम्स आसो फाइनेंशियल प्रोब्लेम्स आसो है सिकनेस ये सब जिन सब प्रोब्लेम्स आसो तेणु फैमिली लाइफ स्टाइल रे भी ये जो प्रोब्लेम गुड़ा मेंशन अच्छे गुड़ा सब देखा तेणु जो कहे प्रति फैमिली लाइफ स्टाइल को भी गोटे ओबियस क्वेश्चन प्रति वर्ष पड़ुଛି प्रति लाइफ स्टाइल विभिन्न स्टेज रे प्रोब्लेम कौन एसोसिएटेड अच्छी केमती टेल कर तमें सल्यूशन कौन तो से जिन सब पड़ुଛି तेणु से जिन को आम 60 मार्क बेले पकई दौन 30 मार्क पकाउन तेणु आम लिखिकी किसी रिपोर्ट जब आम पाखे मिल स्टेटमेंट किसी मन रखी जाइए ब्रीफली जिन लिखुं आम आंसर बहुत मैच्योर हम तो आम चेष्टा से एंगेल रहा दरकार आम ये आंसर केमती लिखा से आंसर केमती लिखा से चिंता करवा दरकार तेणु आपाई मो मतरे बेस्ट हूँ आम विभिन्न रिपोर्ट को कलेक्ट करके विभिन्न जगह आम लिखा देख परफेक्ट नोट एपर्तन किसी बनाई जो पूरा मुझे सब कर नोटा बन लिखिदेव सेमती किसी लाभ ना आसा नहीं पब्लिश कर पिला देदेले पिला तो सब जिन समस्त से लिखे ना केते पिला होम साइंस ऑप्शनल नौ ओडिशा जी नौ के क्वालिफाई 5000 क्वालिफाई मनकर 5000 समथिंग क्वालिफाई 5000 के पिला होम साइंस थी समस्त से नोट पढ़ुन सेम जिन लोक लिखुन बुझे ना आम टे जिन को आउ टे बेटर करवा तो जी पढ़े तो खुशी लगे पिला परिश्रम कर अरे बुझा पड़ला ना कौन प्रोब्लेम हो कॉन्टेक्स्ट रे किसी पचार अच्छे पचार ये रिलेटेड मिताली अरे किसी पचार अच्छी किए कॉन्टेक्स्ट रे ना सर अरे जुनेद फुनेद सब अच्छे ना पढ़ पड़े जुनेद ओके सर आ कह कि कौन कर तुमको आ किसी रिलेटेड पचार अच्छी कह फैमिली रिलेटेड फैमिली स्टडी ये चैप्टर मत ये बतर सुधा मुझे मुझे गुड़े जिन कलेक्ट कराया ट्राई करुँची जो जगह आम सेयार करें कि तुम तरफ भी ट्राई कर कि जिन पाइबापी आंसर आहरी बेटर हम आंसर पूरा एथर लिखा हम एथर परीक्षा पूर्व जिते पार आंसर लिखिकी जा पूरा एथर परीक्षा जनवरी मस देला बेलू मेन परीक्षा सब आंसर लिखिकी जा एवं मुझे तुमको फोर्स करूँ बर्तमान प्रिलिम पूरा फोकस रहो कारण प्रिलिम इन हाउ क्लीयर हवा दरकार प्रिलिम एथर कटार चांस बिल्कुल 0.001% भी ना क्लीयर हवाटा ही हम ग्यारंटेड क्लीयर हम है किंतु रिवीजन परफेक्ट हवा दरकार ये 2.5 मास रिवीजन हेला कर एमती खाली यही चैप्टर बोली नुह सब चैप्टर रे किसी ना किसी एडोलेसेंट पीरियड रे एडोलेसेंट डेवलपमेंट टीनेज एडोलेसेंट समय जो एडोलेसेंट डेवलपमेंट देछि मनकर जमिति फिजिकल और सेक्सुअल डेवलपमेंट सोशल इमोशनल चेंजेस हो जो आउ डेवलपमेंट ऑफ एस्पिरेशन अचीवमेंट पर्सनालिटी डेवलपमेंट फैमिली रिलेशनशिप एडोलेसेंट स्टेज माने अप टू हमर टीन एज टा पूरा 19 वर्ष पर्यंत पूरा है तेणु जो टीन एज रे ना ये समय काफी प्रोब्लेम्स अच्छी तुम जदि प्रॉपर सोशलाइजेशन प्रोब्लेम है सोशलाइजेशन माने कौन एडोलेसेंट स्टेज आम देखा सोशलाइजेशन माने कौन कि सोशलाइजेशन आम प्रथम पेरेंट रु स्टार्ट हो फैमिली रु स्टार्ट हो प्राइमरी सोशलाइजेशन फैमिली रु स्टार्ट हो आम जो बड़ हो फ्रेंड सर्कल सहित मिशुं आम कंटेम्पोरारी पीयर ग्रुप जोड़ा कह सिमिलर एज सेम एज पीयर ग्रुप सहित मिशुं सिमिलर एज तापर स्कूल जाऊँच स्कूल गलापर पुणी स्कूल इंटराक्शन आम हो तो प्रथम सोशलाइजेशन घरे है फ्रेंड सर्कल रे स्कूल रे स्कूल टीचर इंटराक्ट कर सांग इंटराक्ट कर सोशलाइजेशन है काफी रूल्स रेगुलेशंस गुड़ाए जिन जानिले दुनिया विषय तापर ये जो सोशलाइजेशन प्रोसेस ये परफेक्टली चली जदि एथिरे किसी डिफेक्ट है
ତ ହବ କଣ ହବ କିରେ? ହୁଁ ହୁଁ ବାଳ ଅପରାଧ ସେମାନେ କରନ୍ତି, ମାନେ ଏଇ ଯୋଉ ଟିନ୍ ଏଜରେ ଯୋଉ ଅପରାଧ ହୁଏ ତାକୁ କଣ କୁହନ୍ତି ଇଂରାଜୀରେ? ଇଂରାଜୀରେ କଣ କୁହନ୍ତି? ହୁଁ କଣ କୁହନ୍ତି ଇଂରାଜୀରେ ତାକୁ? ମାନେ ଛୋଟ ଟିନ୍ ଏଜରେ ଯୋଉ ଅପରାଧ କରନ୍ତି ତାଙ୍କୁ କଣ କୁହନ୍ତି? ହଁ ଡେଲିକ୍ୱେନ୍ସି, ଡେଲିକ୍ୱେନ୍ସି ହେଲା। ସେଇ ରିଲେଟେଡ୍ ଆମକୁ ବି ଥରେ ଗୋଟେ ବର୍ଷ କୋଶ୍ଚିନ୍ ଆସିଥିଲା 60 ମାର୍କରେ, ଏଇଟା ଏବେ ଆଉ ପକେଇ ନାହାନ୍ତି, ଗୋଟେ ଥର ପକେଇଥିଲେ। ତ ସେ ରିଲେଟେଡ୍ ଡେଲିକ୍ୱେନ୍ସି ଯୋଉମାନେ ବାଳ ଅପରାଧ କରୁଛନ୍ତି ମନେକର, ମାନେ ଟିନ୍ ଏଜରେ ଯୋଉ ଅପରାଧ ହେଇଯାଉଛି, ଜଣକୁ 18 ବର୍ଷରୁ କମ୍ ହେଇଛି, ଜଣେ ଆଡଲ୍ଟ ହେଇନାହାନ୍ତି, 18 ବର୍ଷରୁ କମ୍ ହେଇଛି, ଟିନ୍ ଏଜରେ ଅଛନ୍ତି, ତାଙ୍କ ଦ୍ୱାରା ଯଦି କିଛିଟା କମିଟେଡ୍ ଯେମିତି ମାନେ କୌଣସି ହେଇନିୟସ୍ ଗ୍ରେଭ୍ ମିଷ୍ଟେକ୍ ଯୋଉଟା ହେଇନିୟସ୍ ମିଷ୍ଟେକ୍ ଯୋଉଟା ହେଇଯାଉଛି, ତ ତା ପାଇଁ ବି ସବୁ ତିଆରି ହେଇଛି ଡେଲିକ୍ୱେନ୍ସିରେ ଯୋଉ ଆକ୍ଟ ବନିଛି ସବୁ ଆମର। ତାର ଗୋଟେ ଆକ୍ଟ ଅଛି, ତାକୁ ନେଇକି କେମିତି କଣ ଯଦି ଅପରାଧ ହେଇଯାଉଛି ତାର କେମିତି ଡିଲ୍ କରାହବ, ତାର ପ୍ରପର ସେଟା ତ ଜୁଭେନାଇଲ କ୍ରାଇମ କହିପାରିବାନି। ହଁ ସେଟା ଜୁଭେନାଇଲ ଡେଲିକ୍ୱେନ୍ସି। ତ କଣ କି ଡେଲିକ୍ୱେନ୍ସି ଟା କଣ କି ଜୁଭେନାଇଲ ଡେଲିକ୍ୱେନ୍ସି, ଜୁଭେନାଇଲ କ୍ରାଇମ ଟା ହିଁ ଜୁଭେନାଇଲ ଡେଲିକ୍ୱେନ୍ସି। ଆଉ ଜୁଭେନାଇଲ ଡେଲିକ୍ୱେନ୍ସିରେ ଯୋଉ ବାଳ ଅପରାଧ କହୁଛୁ ଆମେ, ତ ସେଇ ଜିନିଷଟାକୁ ବିଭିନ୍ନ ରିହାବିଲିଟେସନ ସେଣ୍ଟର ମାନଙ୍କରେ ପହଞ୍ଚେଇବା, ତାଙ୍କର ପ୍ରପର କେମିତି ପୁଣି କ୍ୟାରେକ୍ଟର ବିଲ୍ଡ ହବ, ଯୋଉ ସୋସିଆଲାଇଜେସନ ଡିଫେକ୍ଟଟା ରହିଯାଇଛି ତାଙ୍କର ସେଟାକୁ ସୁଧାରା ହବ ସେଠି। ତ ସେ ରିଲେଟେଡ୍ କୋଶ୍ଚିନ୍ ଗୋଟେ ଥର ଆସିଥିଲା, ତାପରେ ଆସିନି। ତାପରେ ବି ଯାହା ବି ଆସୁଛି ଏଗୁଡାକ ସବୁ ବହୁତ ଇଜି, ମାନେ କିଛି ନାହିଁ ଏଗୁଡାକ, ବୁଝିପାରୁନ ତମେ ଏଗୁଡାକ ଦେଖି, ତମେ ହୋମ ସାଇନ୍ସ ଏଇଭଳିଆ ଅପସନାଲ ପୁରା ପେପର ୱାନ୍ ଟା ତମର ଅଧଘଣ୍ଟାରେ ସରିଯିବ, ପୁରା ପୁରା ପଢିଦବ ସବୁ ନା, ଅଧଘଣ୍ଟା ରିଭିଜନ ରିଭିଜନ ହେଇଯିବ ସବୁ, ରିଭିଜନ ବେଶୀ ସମୟ ନାହିଁ। ଆଉ ଯୋଉ ଦିନ ତମର ରିଭିଜନ ବହୁତ କମ ଟାଇମ ଲାଗୁଛି, ପ୍ରିପାରେସନ ସେତେ ପରଫେକ୍ଟ ହଉଛି। ଆଉ ଯଦି ରିଭିଜନ ବେଶୀ ସମୟ ଲାଗୁଛି, ତମ ପ୍ରିପାରେସନ ଆହୁରି ଖରାପ ହେବାକୁ ଗତି କଲାଣି, ଆନ୍ସର ପରଫେକ୍ଟ ହଉନି ପ୍ରିପାରେସନ ତା ମାନେ। ଆଉ ମନେ ତମେ ମୁଁ ଏଇଟା ପୁରା ପଢିଦେବି ହୋମ ସାଇନ୍ସର ସେକ୍ସନ ବି ପୁରା ପଢିଦେବି କଣ କଣ ଅଛି, ତ ରିଭିଜନ କେତେ ସମୟ ଲାଗିବ ମତେ? ନାଇଁ ଏଇଟା ପରେ ତାପରେ ସବୁ ମାଇଣ୍ଡ ଥିବ ପ୍ରିଣ୍ଟ ହେଇକି ଅଲରେଡି, ତାପରେ କଣ ହେଲା ହେଇ ଲେବୁଲର ପାଠ ପଢା ଦରକାର, ବାରମ୍ବାର ପଢି 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 ମାଇଣ୍ଡରେ ଛାପି ହେଇଯାଇଥିବ, ବୁଝିହେଲା। ତେଣୁ ସେଇ କଥା ଗୁଡାକ ଅଛି। ତ ଆମକୁ ଯୋଉ ଆଡୋଲେସେଣ୍ଟ ଡେଭଲପମେଣ୍ଟ ଷ୍ଟେଜ କହୁଛି, ଅପ୍ ଟୁ ଆଡୋଲେସେଣ୍ଟ ମାନେ ଅପ୍ ଟୁ 19 ବର୍ଷ ପର୍ଯ୍ୟନ୍ତ ଆମେ ପଢିବା, 20 ବର୍ଷ ପର୍ଯ୍ୟନ୍ତ। ତେଣୁ ସେଇଥିରେ ଯୋଉ ଅଛି ସେଥିରେ ଫିଜିକାଲ ଡେଭଲପମେଣ୍ଟ ଆଉ ସେକ୍ସୁଆଲ ଡେଭଲପମେଣ୍ଟ, କାରଣ ପ୍ରାଇମେରୀ ସେକ୍ସ ଅର୍ଗାନ ଗୁଡାକ ପରେ ଆମ ଆଡଲ୍ଟ ଫେଜକୁ ଆସିବ, ତ ସେକେଣ୍ଡାରୀ ସେକ୍ସୁଆଲ ଅର୍ଗାନ ଗୁଡାକ ସବୁ ଡେଭଲପ ହବ, ହେଲା, ଭଏସ ଚେଞ୍ଜ ହବ, ବିଭିନ୍ନ ସେକେଣ୍ଡାରୀ ସେକ୍ସୁଆଲ କ୍ୟାରେକ୍ଟର ଡେଭଲପ ହବ, ଏସବୁ ସେକ୍ସୁଆଲ ଡେଭଲପମେଣ୍ଟ ଚେଞ୍ଜେସ ଗୁଡାକ ଆସିବ, ସବୁ ଫିଜିକାଲ ଡେଭଲପମେଣ୍ଟ ସେକ୍ସୁଆଲ ଡେଭଲପମେଣ୍ଟ ହବ। ତା ସହିତ ସୋସିଆଲ ଆଉ ଇମୋସନାଲ ଚେଞ୍ଜେସ ହବ, କାରଣ ଏଇ ସମୟରେ ଦେଖିବ ଟିନ୍ ଏଜରେ କାଫି ସମୟରେ ଦେଖିବ ପିଲାମାନେ ପିୟର ଗ୍ରୁପ୍ସ କନସିୟସ୍ ହେବେ, ମୋ ସାଙ୍ଗମାନେ କଣ କହିବେ, ମୋ ସାଙ୍ଗମାନେ କଣ ମୋତେ ଛୋଟ କରିବୁନି, ମୋ ସାଙ୍ଗମାନେ ଆସିଛନ୍ତି। କାରଣ ଆମର ମେନ୍ ପ୍ରାୟୋରିଟି ଯେ ପିୟର୍ସ ଗ୍ରୁପ, ଆମର ଆମେ ଯୋଉମାନଙ୍କ ସହିତ ମିଶୁଛନ୍ତି, ସବୁବେଳେ ଇଣ୍ଟରାକ୍ଟ କରୁଛନ୍ତି, ତା ଆମର ମେନ୍ ପ୍ରାୟୋରିଟି ତାଙ୍କୁ, ସେମାନେ ଆମ ପ୍ରତି ଭଲ ଭାବନ୍ତୁ, ସେମାନେ ଆମକୁ ପ୍ରାୟୋରିଟି ଦିଅନ୍ତୁ, ଆମକୁ ଗୋଟେ ଭଲ ସମ୍ମାନ ଦୃଷ୍ଟିରେ ବାଟରେ ତାଙ୍କ ଆଖିରେ ଆମର ଓଜନ ରହୁ। ଆମେ ଇଭିନ୍ ପ୍ୟାରେଣ୍ଟସକୁ ଅଲଗା ମାନଙ୍କର କଥା ଭ୍ରୁକ୍ଷେପ କରନ୍ତି, ସେଇ ସମୟରେ ଏଗନେଷ୍ଟରେ ରିଭଲ୍ଟ କରିଦିଅନ୍ତି ପିଲା ବି ପ୍ୟାରେଣ୍ଟଙ୍କର ଏଗନେଷ୍ଟରେ। ଆଉ ସବୁବେଳେ ମନେ ରଖ, ପ୍ୟାରେଣ୍ଟ ଯୋଉ କଥା କହୁଛନ୍ତି ନା ବର୍ତ୍ତମାନ ଟିନ୍ ଏଜରେ ତମେ ଥିଲେ ଯେତେବେଳେ, ଯୋଉ କଥା ମୁଁ କହୁଥିଲା ମତେ ଭଲ ଲାଗୁନଥିଲା, ଆମକୁ ଟେନସନ ଲାଗୁଥିଲା, ତାଙ୍କ ଏଗନେଷ୍ଟ ଆମେ ରିଭଲ୍ଟ କରିଦଉଥିଲେ ଯେ ଏଗୁଡ଼ା କାହିଁକି ଆମକୁ ଏତେ ରେଷ୍ଟ୍ରିକ୍ସନ କରାହଉଛି। କିନ୍ତୁ ସେଇ ରେଷ୍ଟ୍ରିକ୍ସନ ଯେ ଠିକ୍ ଥିଲା, ସେଟା ଯେତେବେଳେ ତମେ ଲାଟର ଏଜରେ ପହଞ୍ଚିବ ଜାଣିପାରିବ। କାରଣ ମୋର ମନ ଅଛି ଯୋଉ ସମୟରେ ଟିନ୍ ଏଜ୍ ଥିଲା, କ୍ରିକେଟ କାଫି ସମୟରେ ମୁଁ ଦେଖୁଥିଲି, ହେଲା, କାଫି କ୍ରିକେଟ ଦେଖୁଥିଲି, କ୍ରିକେଟ ସବୁ ବନ୍ଦ ବାନ୍ଦ, ହେଲା, ଟିଭି ସାମ୍ନାରେ ବସାବ ଯେତେ ପର୍ଯ୍ୟନ୍ତ ଚାଲିବ ମ୍ୟାଚ୍। ତ ବାପା ମତେ ବହୁତ ଚିଡ଼ନ୍ତି, କାହିଁ ଦେଖୁଛୁ, କାହିଁ ଦେଖୁଛୁ, ଦେଖି ଫାଲତୁରେ କାହିଁକି ନଷ୍ଟ କରୁଛୁ, ଇଏ କରୁଛୁ। ସେଇ ଜିନିଷଟା ମୁଁ ଏବେ ବୁଝିପାରୁଛି, ଯେତେବେଳେ ସେ କାହିଁକି କହୁଥିଲେ, ସେତେବେଳେ ମୋତେ ଖରାପ ଲାଗୁଥିଲା। ମୁଁ ତାଙ୍କୁ ତ କହୁଥିଲି କ୍ରିକେଟ ଦେଖିବନି ତ ହଉଛି କାହିଁକି, ତାହେଲେ ମୁଁ ଏଇଭଳିଆ କହିବି, କ୍ରିକେଟ ହବ ଯଦି କେହି ଦେଖିବାନି ତାହେଲେ କାହିଁ ଟେଲିକାଷ୍ଟ କାହିଁକି କହୁଛନ୍ତି, କେହି ଦେଖିବାନି, ଏଇ ଟାଇପର ମାନସ ଦଉଥିଲେ। କିନ୍ତୁ ବର୍ତ୍ତମାନ ମତେ ବୁଝା ପଡୁଛି ଯେ ଜିନିଷ କଣ କାହିଁକି ସେ କହୁଥିଲେ, ଜିନିଷ ଆମକୁ ବୁଝା ପଡିବ ଦିନେ, କିନ୍ତୁ ସବୁ ବହୁତ ଲେଟ୍ ହେଇଥିବ, ସେତେବେଳକୁ ସମୟ ଆସିବା ଆଗକୁ ଆମେ ଯାଇକି ବୁଝିବା ଯେ ଜିନିଷ କାହିଁକି ସେ ମନା କରୁଛନ୍ତି। କାରଣ ଥୋଡି ଯଦି ମୁଁ କ୍ରିକେଟ ପ୍ଲେୟାର ହବାର ନାହିଁ, ମୋର ଦେଖିକି ଲାଭ କଣ? ମୋର ଯୋଉ ଘଣ୍ଟା ଘଣ୍ଟା ଯୋଉ କ୍ରିକେଟ ମ୍ୟାଚ୍ ହଉଥିଲା ଏଇ ସମୟରେ, ପୁରା ଦିନ ସାରା ୱାନ୍ ଡେ ମ୍ୟାଚ୍, ଦିନ ସାରା ବସିକି ଦେଖିବ ତ କେତେ ଟାଇମ ନଷ୍ଟ ହେଲାଣି। ତୁମକୁ ନା କଣ ଯାଇକି କ୍ରିକେଟ ଖେଳିବାର ଅଛି, ଆଗକୁ ଯାଇକି କ୍ରିକେଟ ଖେଳିବାର ଅଛି, ନା କ୍ରିକେଟର ହବାର ଅଛି, ତୁମକୁ ଯଦି ସେଇଥିରେ କ୍ୟାରିୟର କରିବାର ନାହିଁ। ଯୋଉମାନେ କ୍ୟାରିୟର କରୁଛନ୍ତି ସେଥିରେ ଫେମସ ହଉଛନ୍ତି, ପଇସା ଇନକମ କରୁଛନ୍ତି, ତାଙ୍କର ଲାଇଫ ବନି ଯାଉଛି, ତମର ତ କିଛି କରିବାର ନାହିଁ। ତମେ ପାଠ ପଢିକି ତମ ଅଫିସର ହବାର ଅଛି, କି ତମକୁ ଅଲଗା କିଛି କରିବାର ଅଛି, ତମେ ସେଠି ଯାଇକି କଣ କରୁଛ, ସେଟା କେତେ ଟାଇମ ନଷ୍ଟ କରିବା କଣ ଦରକାର। ସେ ଜିନିଷଟା ସେତେବେଳେ ତାଙ୍କୁ ଠିକ ଲାଗୁଛି କହୁଥିଲେ, କିନ୍ତୁ ବୁଝା ପଡୁନଥିଲା, ଏବେ ବୁଝା ପଡୁଛି। ଆଉ ବୁଝା ପଡିଲା କଣ ଟାଇମ ନାହିଁ, ସରିଗଲାଣି। ତ ସବୁ ଜିନିଷ ବୁଝା ପଡିବ ଦିନେ ଦିନେ ଆଗକୁ ଯାଇକି, ଯାହା ସବୁ କହୁଛନ୍ତି ନା ମୁଁ ଭଲ ଲାଗୁନି, ଆଗକୁ ଯାଇକି ଦିନେ ବୁଝା ପଡିବ ଯେ କାହିଁ କହୁଛନ୍ତି ଏଇଭଳିଆ। କିନ୍ତୁ ସେତେବେଳକୁ ଟାଇମ ନଥିବ, ସରିଯାଇଥିବ, ତମେ ଅନୁତାପ ଖାଲି କରିବ। କାଳେ ସେତେବେଳେ ବୁଝିବା, ଯୋଉ ପିଲା ଏଇ ସମୟରେ ବୁଝିଯାଆନ୍ତି ତାଙ୍କ ଲାଇଫ ବନିଯାଏ, ହେଲା। ତ
ତ ଆଉ ଗୋଟେ କଥା ଦେଖ ମାନେ ଏମିତି ସବୁ କହିଲି ମୁଁ ତାପରେ ଏଇଟା ହିଁ ସୋସିଆଲ ଇମୋସନାଲ ଚେଞ୍ଜେସ୍ ଗୁଡାକ ସବୁ କାଫି ହବ ତାମାନେ ସେ ସମୟରେ ଆମର କାଫି ଚେଞ୍ଜେସ୍ ଆସିବ ଯେତେବେଳେ ସୋସିଆଲ ଇମୋସନାଲ ଚେଞ୍ଜେସ୍ ହବ ସବୁ ତା ଆମର ସବୁ ପଏଣ୍ଟ ଗୁଡାକ ନା ମନେ ରଖିବାର ଅଛି ଏକ୍ଜାକ୍ଟଲି କଣ କଣ ହଉଛି ସବୁ ଯୋଉ ପଏଣ୍ଟ ସବୁ ଆମ ନୋଟ୍ସ ଆମେ ସବୁ ଲେଖା ହେଇଯାଇଛି ଏ ପଏଣ୍ଟ ସବୁ ମନେ ରଖିବାର ଅଛି ପରୀକ୍ଷା ହେଲେ ଡିଟୋ ନେଇକି ଛାପି ଦେବାର ଅଛି ତାପରେ ଆମକୁ ଅଲଗା କିଛି ଜିନିଷ ଯୋଉଟା ଆମେ ଆଉ ମୁଁ ଯୋଉ କହୁଛି ଡିଟୋ ନେଇକି ଛାପି ଦେବାର ଥୋଡ଼ି ଏମିତି ଛାପି ହେଇଯିବ ବାରମ୍ବାର ପଢି ପଢି ମାଇଣ୍ଡରେ ରହିବ ସିନା ଆଉ ଥୋଡ଼ି ଥୋଡ଼ି ପଢିଦେଲା ମାଇଣ୍ଡରେ ଥୋଡ଼ି ମନେ ରହିଯିବ ବାରମ୍ବାର ରିଭିଜନ ବାରମ୍ବାର ପଢା ତାହେଲେ ହବ ଦେଖ ଓଡ଼ିଶାରେ ବା ଇଣ୍ଡିଆରେ ଯୋଉ ଏକ୍ଜାମିନେସନ ସିଷ୍ଟମ ହଉଛି ଟ୍ୟାଲେଣ୍ଟକୁ ମପା ହଉନି ଏତେ ମେଜର କରାହଉନି ମଜା ରହୁଛି ତମର ପ୍ରାକ୍ଟିସ କେତେ ସବୁବେଳେ ଗୋଟେ କଥା ମନେ ରଖ ଇଣ୍ଡିଆରେ ଯେତେ ଏକ୍ଜାମିନେସନ ସିଷ୍ଟମ ଆମର ହଉଛି ସବୁଥିରେ ଆମ ପ୍ରାକ୍ଟିସକୁ ମେଜର କରାହଉଛି ତମେ କେତେ ପ୍ରାକ୍ଟିସ କରିଛନ୍ତି କେତେ ଜିନିଷକୁ ପ୍ରାକ୍ଟିସ କରିକି ଆସିଛନ୍ତି ଜିନିଷକୁ ସେଇଟା ଦେଖାହଉଛି ଆମର ଟ୍ୟାଲେଣ୍ଟ ଦେଖାହଉଛି ସେଠି ବୁଝିପାରୁଛ ନା ନାହିଁ ଟ୍ୟାଲେଣ୍ଟ ଦେଖାଉଥିଲେ ସବୁ ଅଛନ୍ତି ଆହୁରି ଆଗରୁ ପିଲା କେତେ କଣ ହେଇଯାଆନ୍ତା ତେଣୁ ସେଟା କିଛି ହଉନି ତେଣୁ ଆମକୁ ବାରମ୍ବାର ପ୍ରାକ୍ଟିସ କରିବାର ଅଛି ଜିନିଷକୁ ପରୀକ୍ଷା ହଲେ ପରଫେକ୍ଟ ଆନ୍ସର ଲେଖିବାର ଅଛି ତେଣୁ ଏଇ ଜିନିଷକୁ ସବୁବେଳେ ମନେ ରଖିଥିବ ମାଇଣ୍ଡରେ ହେଲା ଏଇଟା ଗଲା ତାପରେ ଆଉ ଗୋଟେ ରହିଲା କଣ ମୁଁ କହୁଥିଲି ଆଉ ଗୋଟେ ଗଲା ତାପରେ ଡେଭଲପମେଣ୍ଟ ଅଫ ଆସ୍ପିରେସନ ଅଫ ଆଚିଭମେଣ୍ଟ କାରଣ ଦେଖିବ ଟିନ୍ ଏଜ୍ ବେଳକୁ ନା ତମକୁ ଲାଗୁଥିବ ମୁଁ ଦୁନିଆ ଉପରେ ମାନେ ଚନ୍ଦ୍ର ଛୁଇଁ ପକେଇବି ସବୁ କରି ପକେଇବି ମୋ ଦ୍ୱାରା ସବୁ ସମ୍ଭବ ଅସୁମାରୀ ସ୍ୱପ୍ନ ଆଉ ଯୋଉମାନେ ସ୍ୱପ୍ନ ଅନୁସାରେ ପରିଶ୍ରମ କରନ୍ତି କିଛି ପିଲା ସେ ଅନୁସାରେ ତାଙ୍କର ମାନେ କାରଣ ଆମର ସ୍ୱପ୍ନ ଅସୁମାରୀ କିନ୍ତୁ ପରିଶ୍ରମ ସ୍ୱପ୍ନଟା ଆସି କେତେ ଏତେରେ କିନ୍ତୁ ପରିଶ୍ରମ ପୁରା ପାଦ ତଳେ ଏଫର୍ଟ କିଛି ନାହିଁ ଏଫର୍ଟ କିଛି ଦଉନାହାନ୍ତି ସ୍ୱପ୍ନ ହଜାର ଦେଖୁଛନ୍ତି ସେମିତି କଣ ହବ କିଛି ହବନି ସ୍ୱପ୍ନ ଦେଖିବା କିଛି ଖରାପ ନୁହଁ ହାଇ ଲେଭେଲର ସ୍ୱପ୍ନ ଦେଖ କିନ୍ତୁ ଲେବର ବି ସେଇ ଟକରର ରଖ ଏଫର୍ଟ ବି ସେଇ ଦେବାକୁ ପଡିବ ଖାଲି ବଡ ବଡ ସ୍ୱପ୍ନ ଦେଖିକି କିଛି କରିବା ଶୋଇପଡିବା କଣ ଲାଭ ଅଛି କିଛି କରିହବ ତେଣୁ ଏଫର୍ଟ ବି କମ ଦେବାକୁ ପଡିବ ଆଉ ଏଇ ସମୟରେ ଆସ୍ପିରେସନ ଆଚିଭମେଣ୍ଟ ଏହା କରିଦେବି ସେୟା କରିଦେବି ହାଇ ଲେଭେଲର ଆଚିଭମେଣ୍ଟ ଥାଏ ହାଇ ଲେଭେଲର ଆଚିଭମେଣ୍ଟ କରିବା ପାଇଁ ମାନେ ଏନର୍ଜି ବହୁତ ଥାଏ କିନ୍ତୁ କଥା ହେଲା କଣ ଆଗକୁ ଯାଇକି ପାରିପାର୍ଶ୍ୱିକ ଅବସ୍ଥା ଗାଇଡାନ୍ସ ଠିକ ମିଳେନି ଫ୍ରେଣ୍ଡ ସର୍କଲ ତମକୁ ଠିକ ମିଳିବନି ସବୁବେଳେ ମନେ ରଖ ଯଦି ତମମାନଙ୍କ ଭିତରୁ କିଏ ଏବେ ଖରାପ ଫ୍ରେଣ୍ଡ ସର୍କଲରେ ପଡ଼ିଛ କିପ୍ ଡିଷ୍ଟାନ୍ସ ଫ୍ରମ୍ ଦେମ୍ ଆଜ୍ ଫାର ଆଜ୍ ପସିବଲ୍ ଯେତେ ଦୂର ସମ୍ଭବ ନା ସେମାନଙ୍କୁ ଦୂରେଇ ଯାଅ ନହେଲେ ଲାଇଫ୍ ଯିବ ପୁରା ସାତ ପାଞ୍ଚ କେହି କେହି ଅଟକେଇ ପାରିବେନି ବର୍ବାଦ ହେଇଯିବ ପୁରା ସେମାନଙ୍କୁ ସବୁ ଦୂରେଇ ଯାଅ ଯଦି ପାଠ ଯୋଉ ପିଲାଙ୍କର ପାଠ ସାଠ ନାହିଁ ସେ କିଛି କରିବେନି ଯାଇକି କଣ ଭୋକା ଫୋକା ହେଇକି ଗୋଟେ କଣ ଛୋଟ ମୋଟ ଚାକିରି ବାକିରି କରିକି ରହିବେ ତାଙ୍କଠୁ ଦୂରେଇ ଯାଅ ସେ ତାଙ୍କ ଲାଇଫ୍ ସେତିକିରେ ସରିଯିବ ଆଉ ବଡ଼ କିଛି ନାହିଁ ଆମକୁ ଅଲଗା କିଛି କରିବାର ଅଛି ବଡ଼ ଧରଣର ଆଚିଭମେଣ୍ଟ କରିବାର ଅଛି ଅଲଗା ଗ୍ରୁପ ହବ ନିଜକୁ ବନେଇବାକୁ ପଡ଼ିବ କେହି ନାହାନ୍ତି ଯଦି ଏକଲା ଚାଲିବାର ଅଛି ବୁଝୁଛ ନା ଯଦି କେହି ସାଥ ଦଉନାହାନ୍ତି ତେଣୁ ଏଇ ଟାଇପ୍ର ଜିନିଷ ଆମକୁ କରିବାର ଅଛି ତାପରେ ଆଉ ଗୋଟେ କଥା ମୁଁ କହୁଥିଲି ଦେଖ ଡେଭଲପମେଣ୍ଟ ଅଫ ଆସ୍ପିରେସନ ଅଫ ଆଚିଭମେଣ୍ଟ ଏଇ ସମୟରେ କାଫି ଆସ୍ପିରେସନ୍ସ ଆସିବ ଆଚିଭମେଣ୍ଟ ଏୟା କରିଦେବି ସେୟା କରିଦେବି ଗୁଡ଼ାଏ ଆସିବ ହୋପ୍ ଆସିବ ତ ସେଇ ଅନୁସାରେ କେମିତି କରିବା ତା ପାଇଁ ଅଛି ତାପରେ ପର୍ସନାଲିଟି ଡେଭଲପମେଣ୍ଟ ଆଉ ଫ୍ୟାମିଲି ରିଲେସନସିପ୍ ଏଇ ସମୟରେ ଫ୍ୟାମିଲି ସହିତ ସବୁବେଳେ ରିଭଲ୍ଟ ଆଟିଚ୍ୟୁଡ୍ ଆସେ ଫ୍ୟାମିଲି ଆମକୁ ଲାଗେ ଯେ ଆମକୁ ଯେମିତି ଏଜ୍ ଆମେ ସୋସିଓଲୋଜିରେ ପଢିଥିଲେ ମାନେ କଣ ଜେଣ୍ଡର ଗ୍ୟାପ୍ ଏଇ ସମୟରେ କାଫି ଫିଲ୍ ହବ କାରଣ ତମର ଜଏଣ୍ଟ ଫ୍ୟାମିଲି ତମେ ରହୁଛ ଗ୍ରାଣ୍ଡ ଫାଦର ଗ୍ରାଣ୍ଡ ମଦର ତମ ଫାଦର ମଦର ଜେନେରେସନର ଗ୍ୟାପ୍ ରହୁଛି ନା ସେମାନଙ୍କର ଥିଙ୍କିଂ ଏ ଯୋଉ କଲଚରାଲ ଲ୍ୟାକ୍ ଥିଓରି ଆମେ ଆପ୍ଲାଏ କରିପାରିବା ଜିନିଷକୁ ଦେଖ କୋଉଠୁ ଆମେ ଆପ୍ଲାଏ କରିହଉଛି କାରଣ ଏଇଟା ଯୋଉ ଡେଭଲପମେଣ୍ଟାଲ ସାଇକୋଲୋଜିର ଟପିକ୍ ଗୁଡାକ ବୁଝୁଛ ନା ସାଇକୋଲୋଜି ସୋସିଓଲୋଜି ଭିତରେ ବହୁତ ଜିନିଷ ସିମିଲାରିଟି ଅଛି ତେଣୁ ତମେ ଯେତେବେଳେ ସେଇ ଜିନିଷକୁ ଆପ୍ଲାଏ କରିବ ନା କାରଣ ଆମେ ଯେମିତି ମନେକର ଆମର ଏବେ ଦେଖିବ ଛୋଟ ଛୁଆ ଜନ୍ମ ପୂର୍ବରୁ ମୋବାଇଲ ଫୋନ ସ୍ମାର୍ଟ ଫୋନ ଧରିକି ମାନେ ୟୁଜ୍ କରୁଛନ୍ତି ଇଭିନ୍ ବି ଯୋଉମାନେ ଆମର ବଡ଼ ଯୋଉମାନେ ଏଜେଡ୍ ଲୋକ ଅଛନ୍ତି ତାଙ୍କର ଇଭିନ୍ ବି ସେ ଅଫିସର ବନିକି ରିଟାୟାର୍ଡ କରିଥିବେ ଟିଚର ବନିକି ରିଟାୟାର୍ଡ କରିଥିବେ ଲେକ୍ଚର ବନିକି ରିଟାୟାର୍ଡ କରିଥିବେ ତାଙ୍କୁ ସ୍ମାର୍ଟଫୋନ ଚଲେଇ ଆସୁନି ଠିକରେ ଜେନେରେସନ ଗ୍ୟାପ୍ ଯୋଉଟା କାରଣ ଷ୍ଟାର୍ଟିଂରୁ ଲୋକମାନଙ୍କର ଆମର ଯୋଉ ଟେକ୍ ସାଭି ଆମେ ଯେତେ ହେଇଯାଉଛେ ଟେକ୍ନୋଲୋଜି କାରଣ ଯୋଉ କଲଚରାଲ ପାର୍ଟ ମାନେ ଆମେ ଯେମିତି ପଢିଥିଲେ ମାନେ ଗୋଟେ କଲଚର ଗୋଟେ କଣ ହଉଛି ଗୋଟେ ହଉଛି ମାନେ ମ୍ୟାଟେରିଆଲ ପାର୍ଟ ନନ୍ ମ୍ୟାଟେରିଆଲ ପାର୍ଟ ମ୍ୟାଟେରିଆଲ ପାର୍ଟଟା ଟେକ୍ନୋଲୋଜି ପାର୍ଟଟା ଆଉ ଟେକ୍ନୋଲୋଜି ପାର୍ଟଟା ଆମର ଯୋଉ ଜିନିଷ ଡେଭଲପମେଣ୍ଟ ହଉଛି ନନ୍ ମ୍ୟାଟେରିଆଲ ପାର୍ଟ ହଉଛି ଭ୍ୟାଲ୍ୟୁଜଟା ଆମର ଯୋଉ ଆମର ସୋସାଇଟି ପ୍ରତି ଆମର ଯୋଉ କଣ ମାନେ ଯୋଉଟା ଆମେ କହୁଛନ୍ତି ସୋସାଇଟି ଆମେ କୋଉ ଭଳିଆ ଦେଖୁଛନ୍ତି ଆମର ପର୍ସପେକ୍ଟିଭ ସୋସାଇଟି ପ୍ରତି କୋଉ ଭଳିଆ ଆମ ଭ୍ୟାଲ୍ୟୁ ସିଷ୍ଟମ କୋଉ ଭଳିଆ ତ ସେଇଟା ବି ସେଇ ଅନୁସାରେ ଚେଞ୍ଜ ହଉଛି ନା ସେଇଟା ବି ସେ ଲିବରାଲ ଚେଞ୍ଜ ହଉଛି ତେଣୁ ଆମେ ବର୍ତ୍ତମାନ ଆମ ଭିତରେ ଗ୍ୟାପ୍ ଟା କମ୍ ଅଛି ଆମ ୟଙ୍ଗର ଜେନେରେସନ ପାଖରେ ଯୋଉ ୟୁଥ୍ ପାଖରେ ବା ଚିଲଡ୍ରେନ ଯୋଉମାନେ ଟିନ୍ ଏଜରେ ଅଛନ୍ତି ତାଙ୍କ ପାଖରେ କିନ୍ତୁ ଯୋଉମାନେ ଏଜେଡରେ ପହଞ୍ଚି ଗଲେଣି ମାନେ ଗ୍ରାଣ୍ଡ ମଦର ଗ୍ରାଣ୍ଡ ଫାଦର ମଦର ବଡ ଯୋଉ ଏଜରେ ଟିକେ ଏଜେଡ ଲୋକରେ ଅଛନ୍ତି ତ ସେମାନଙ୍କର ସେଇ ଗ୍ୟାପ୍ ଟା ବହୁତ ଅଛି ମାନେ ଟେକ୍ସାବି ବି ଏତେ ନୁହନ୍ତି ତାଙ୍କର ଭ୍ୟାଲ୍ୟୁ ସିଷ୍ଟମର କାଫି ଅର୍ଥୋଡକ୍ସ ସେମାନେ ମାନେ ପୁରୁଣା କନଜରଭେଟିଭ ଆଟିଚ୍ୟୁଡର ତ ତାଙ୍କ ଭିତରେ ଯୋଉ ଗ୍ୟାପ୍ ଟା ମାନେ ମ୍ୟାଟେରିଆଲିଷ୍ଟିକ ପାର୍ଟ ଆଉ ନନ୍ ମ୍ୟାଟେରିଆଲିଷ୍ଟିକ ପାର୍ଟ ଯୋଉ କଲଚର ଗ୍ୟାପ୍ ଟା ବେଶୀ ଅଛି ସେଠି ତେଣୁ ସେଇ କେସରେ ଯୋଉ ତାମାନେ ଗୋଟେ କଣ ହେଲା ଜେଣ୍ଡର ଗ୍ୟାପ୍ କ୍ରିଏଟ ହେଲା ଗୋଟେ ୟୁଥ ଜେନେରେସନ ବା ଟିନ୍ ଏଜର ଯୋଉମାନେ ଅଛନ୍ତି ଯୋଉମାନେ ଏଲ୍ଡର ଏଜରେ ଅଛନ୍ତି ତାଙ୍କ ଭିତରେ ଗ୍ୟାପ୍ ଅଣ୍ଡରଷ୍ଟାଣ୍ଡିଂର ଫ୍ରିକ୍ସନ ହବ ତେଣୁ ସେ ଯେତେବେଳେ ତମକୁ ରେଷ୍ଟ୍ରିକ୍ସନ କରିବା ଷ୍ଟାର୍ଟ କରିବ ମୁଁ ଯେମିତି କହୁଛି ସେ କଥା ଏବେ ବୁଝା ପଡିବନି କିନ୍ତୁ ପରେ ଯାଇକି ବୁଝା ପଡିବ ସେତେବେଳେ ଆଉ ନଥିବ ନା ସମୟ ସରିଯାଇଥିବ ମୁଁ ଯେମିତି କହିଲି ମୋ କେସରେ ଯେମିତି ବୁଝା ଏବେ ବୁଝିଲା କଣ ଅଛି ସମୟ ସରିଗଲାଣି
ତେଣୁ ସେ ଅନୁସାରେ ଏଇ ଯୋଉ ଗ୍ୟାପ୍ଟା ହେଉଛି ନା ଏଇଟା ଏଇ ଯୋଗୁଁ ରିଭଲ୍ଟ ନେଚର ଆସିବ ଯେ ଆମକୁ କାହିଁକି ସବୁବେଳେ କଣ୍ଟ୍ରୋଲ କରିବା ପାଇଁ ଚାହୁଁଛନ୍ତି ଆମ ଇଚ୍ଛା ଏଗେନଷ୍ଟରେ ଆମେ ଚଳିପାରୁନୁ ଆମ ଇଚ୍ଛା ଅନୁସାରେ ଆମେ କରିପାରୁନୁ ଆମେ ଅଲଗା ରହିବୁ କାଫି ପିଲା ଭାଗି ଯାଉଛନ୍ତି ଘରୁ ବାହାରିକି ପଳେଇ ଯାଉଛନ୍ତି ଯେ ଇଣ୍ଡିପେଣ୍ଡେନ୍ସ ନାହିଁ କହିକି many things are happening ତ ସେଇ ରୋଡ ବି ଏଇଟା ତମକୁ ହବ ଯେ ଫ୍ୟାମିଲି ରିଲେସନସିପରେ କାଫି ଷ୍ଟ୍ରେନ୍ ଡେଭଲପ କରିବ ଏ ସମୟରେ ଏଇସବୁ ଆମେ ସବୁ ଗୋଟେ ଡିସ୍କସନ କରି ଚାଲିବା ବିଭିନ୍ନ ବିଭିନ୍ନ ପଏଣ୍ଟରୁ ତାପରେ ଦେଖ ଏଇଟାକୁ ମୁଁ ଏମିତି ତମକୁ ଡିସ୍କସନ କରିଦେଲି ଆମେ ତାକୁ ଚାପ୍ଟର ୱାଇଜ ଗୋଟେ କରିବା ଏବେ ଖାଲି କ'ଣ ନା ବହୁତ ପିଲା ଏବେ ଆବସେଣ୍ଟ ରହୁଛନ୍ତି ତ ମୁଁ ଗୋଟେ ଏମିତି ଖାଲି ଜଷ୍ଟ ଖାଲି ଗୋଟେ ମାନେ ଇଏ ପାଇଁ ଆମେ ଡିସ୍କସନ କରୁଛନ୍ତି ଯେ କନସେପ୍ଟ ଆଉ ଟିକେ କ୍ଲିୟର ହଉ ବା କନସେପ୍ଟ ବିଲ୍ଡିଂଟା ଷ୍ଟ୍ରଙ୍ଗ ହଉ ବୋଲି କେମିତି କ'ଣ କରିବା କ'ଣ ନାହିଁ କିନ୍ତୁ ତାର ପୁରା ଚାପ୍ଟର ୱାଇଜ ପୁରା ଆଉ ଭଲସେ ଡିସ୍କସନ କରିବା ସବୁ ଗୁଡ଼ାକ ହେଲା ଟାଇମ୍ ଆମ ପାଖରେ ବହୁତ ଅଛି ତେଣୁ ସବୁ ଡିସ୍କସନ କରି ଚାଲିବା ଆଉ ଯେଉଁମାନେ କରିନ ନୂଆ ନୂଆ କ୍ଲାସ୍ କରୁଛ ପୁରୁଣା ଭିଡ଼ିଓ ସବୁ ୟୁଟ୍ୟୁବ ଚ୍ୟାନେଲରେ ଅଛି ସବୁ ଦେଖିବା ଷ୍ଟାର୍ଟ କର ବର୍ତ୍ତମାନ ହେଲା ଏଇଟା ଗଲା ତାପରେ ଆମେ ଦେଖିବା ଦେଖ ଏଇ ଚାପ୍ଟର ଗଲା ପରେ ଏକ୍ସେପସନାଲ ଚିଲଡ୍ରେନ୍ ଆଉ ମିନିଂ ଏକ୍ସେପସନାଲ ଚିଲଡ୍ରେନ୍ ମାନେ ନର୍ମାଲ ଚିଲଡ୍ରେନ୍ ଏକ୍ସେପସନ ଦେଖିବ ଗୋଟେ ପିଲାଙ୍କର ବହୁତ ଆଇକ୍ୟୁ ବହୁତ ମାନେ ସୁପର ଟ୍ୟାଲେଣ୍ଟେଡ୍ ଯେମିତି ବାହାରୁଛି ଏବେ ଦେଖିବ ଛୋଟ ଛୋଟ ମୁଁ ଟିଭିରେ ୟୁଟ୍ୟୁବରେ ଦେଖୁଥିଲି ସ୍ପେଲିଂ ବି ବଡ଼ ବଡ଼ ୱାର୍ଡ ବି ସ୍ପେଲିଂ ଛୋଟ ଛୋଟ ପିଲା ଗୁଡ଼ା ଏତେ ସ୍ପେଲିଂ ଫେଲିଂ ସବୁ ଜାଣି ଯାଇଛନ୍ତି ଯେତେ ୱାର୍ଡ ଇଏ ଗୋଟେ ଏକ୍ସେପସନାଲ ଚିଲଡ୍ରେନ୍ ଗିଫ୍ଟେଡ୍ ଚିଲଡ୍ରେନ୍ ସେମାନଙ୍କୁ କୁହାଯାଏ ହାଇଲି ଟ୍ୟାଲେଣ୍ଟେଡ୍ ଯେଉଁମାନେ ହାଇ ଆଇକ୍ୟୁ ଯେଉଁମାନଙ୍କର ମାନେ ଯେଉଁମାନଙ୍କର ଏଜ୍ ଅନୁସାରେ ବୁଦ୍ଧିଟା ବହୁତ ବଡ଼ ବେଶୀ ସିଏ ଗୋଟେ ଟାଇପ୍ର ଏକ୍ସେପସନାଲ ଚିଲଡ୍ରେନ୍ ଆଉ ଗୋଟେ ଟାଇପ୍ର ଏକ୍ସେପସନାଲ ଚିଲଡ୍ରେନ୍ ମାନେ ଯେଉଁମାନଙ୍କର କିଛିଟା ଡିଫେକ୍ଟ ହେଇଛି ମାନେ ନର୍ମାଲ ଚିଲଡ୍ରେନ୍ ଭଳିଆ ନୁହଁ କାହାର ସେନ୍ସରି ଡିଫେକ୍ଟ ଅଛି ସେନ୍ସରି ଡିଫେକ୍ଟ ମାନେ କିଏ ବ୍ଲାଇଣ୍ଡ ହେଲା କିଏ ଏହାକୁ ହିୟରିଂ ଡିପ୍ କିଏ ମନେକର ତ କି ଫିଜିକାଲି ଇମ୍ପାୟାରମେଣ୍ଟ କାହାକୁ ଅଛି ଯେ କିଏ ଲେମ୍ କିଏ ବୁଝୁଛନ୍ତି ସେମାନଙ୍କୁ ଆମେ ଯେଉଁମାନଙ୍କୁ ଆମେ କହୁଛେ ଦିବ୍ୟାଙ୍ଗଜନ ଏଇ ଟାଇପ୍ର କିଏ ଯଦି ଲୋକ ଅଛନ୍ତି କିମ୍ବା ବିଭିନ୍ନ କୌଣସି ଏମିତି ଡିଜିଜ୍ ହେଇଯାଇଛି ଯେଉଁଟାକି ଆମର ଠିକ୍ ସେ କାମ କରୁନି ମେଣ୍ଟାଲ ପ୍ରୋବ୍ଲେମ୍ସ ଅଛି କ'ଣ ଅଛି ଏସବୁ ଟାଇପ୍ର ଯେଉଁ ଚିଲଡ୍ରେନ୍ ମାନେ କିଛି ଅଛନ୍ତି ତ ଏମାନେ ସବୁ ହେଲେ ଏକ୍ସେପସନାଲ ଚିଲଡ୍ରେନ୍ କାରଣ ନର୍ମାଲ ଚିଲଡ୍ରେନ୍ ଭଳିଆ ଏମାନେ ନୁହନ୍ତି କାରଣ ଆଙ୍କ ପାଇଁ ଏକ୍ସେପସନାଲ ଚିଲଡ୍ରେନ୍ ଯେଉଁମାନେ ଆଙ୍କ ପାଇଁ କ'ଣ ସବୁ ପ୍ରୋଭିଜନ କରାଯାଇଛି ଯେମିତିକି ପ୍ରଥମ କଥା ହେଲା ଏକ୍ସେପସନାଲ ଚିଲଡ୍ରେନ୍ ମାନେ କ'ଣ ଆମେ ବୁଝିଲେ ଏକ୍ସେପସନାଲ ଚିଲଡ୍ରେନ୍ ମାନେ କ'ଣ ଯେଉଁମାନେ ନର୍ମାଲ ନୁହନ୍ତି ଆଇଦର ଗୋଟେ ସାଇଡ୍ରେ ହାଇଲି ଟ୍ୟାଲେଣ୍ଟେଡ୍ ହେଇଥିବେ ଗିଫ୍ଟେଡ୍ ହେଇଥିବେ ନହେଲେ ତାଙ୍କର କିଛିଟା ପ୍ରୋବ୍ଲେମ୍ ଥିବ କାହାକୁ ଦେଖାଯାଉନି ଆଖିକୁ କିଏ ଅନ୍ଧ କି କିଏ ଡିପ୍ କିଏ ବଧିର ମନେକର କିଏ ଛୋଟା ଠିକ୍ ସେ ଚାଲିପାରୁନି ମନେକର କି କାହାକୁ ଏଇଭଳିଆ ଡିଜିଜ୍ ବିଭିନ୍ନ ପ୍ରକାର ଯେଉଁ ଡିଜିଜ୍ ହେଇଛି ଯେଉଁଟାକୁ ଆମେ କ'ଣ କରୁଛନ୍ତି ସେ ରିକଭର ଠିକ୍ ସେ କରିପାରୁନାହାନ୍ତି ଏଇ ଟାଇପ୍ର ବିଭିନ୍ନ ଟାଇପ୍ର ପ୍ରୋବ୍ଲେମ୍ସ ହେଇପାରେ ଚିଲଡ୍ରେନ୍ ମାନଙ୍କ କେସ୍ରେ ଆଉ ସେମାନଙ୍କୁ ଆମେ କ'ଣ କହିବା ଏକ୍ସେପସନାଲ ଚିଲଡ୍ରେନ୍ ଆଉ ଏକ୍ସେପସନାଲ ଚିଲଡ୍ରେନ୍ ମିନିଂ ସହିତ ତାର ବିଭିନ୍ନ ପ୍ରକାର କ୍ଲାସିଫିକେସନ୍ ଆମ ଅଛି ହେଲା ମାନେ ସେନ୍ସରି ଅର୍ଗାନରେ କ୍ଲାସିଫିକେସନ୍ କରିବା ତାପରେ ମୋଟର ଇଏରେ କ୍ଲାସିଫିକେସନ୍ ହେବ କିମ୍ବା ନହେଲେ ଯେଉଁ ଆମର ବିଭିନ୍ନ ଭିନ୍ନ ମାନେ ପର୍ସପେକ୍ଟିଭ ବେସ୍ ପଏଣ୍ଟ ନେଇକି ପଏଣ୍ଟକୁ ବେସ୍ କରି କ୍ଲାସିଫିକେସନ୍ ଅଛି ବିଭିନ୍ନ ଟାଇପ୍ର ତାପରେ ଆମେ ଦେଖିବା ସେଗୁଡ଼ା ତା ସହିତ ଦେଖିଛି ମ୍ୟାନେଜମେଣ୍ଟ ଆଣ୍ଡ କେୟାର ଅଫ୍ ଗିଫ୍ଟେଡ୍ ମେଣ୍ଟାଲି ଆଣ୍ଡ ଫିଜିକାଲି ଚ୍ୟାଲେଞ୍ଜ ଆଉ ସେନ୍ସରି ଇମ୍ପାୟାର୍ଡ ଚିଲଡ୍ରେନ୍ ତ ଯେଉଁ ଅଛନ୍ତି ମାନେ ଏକ୍ସେପସନାଲ ଚିଲଡ୍ରେନ୍ ସେମାନଙ୍କର ମ୍ୟାନେଜମେଣ୍ଟ ଆଉ କେୟାର କେମିତି କରାହେବ ସେଇଥିରେ ଆମ ଆସୁଛି ଗଭର୍ଣ୍ଣମେଣ୍ଟର ସ୍କିମ୍ ସବୁ ଗଭର୍ଣ୍ଣମେଣ୍ଟର ବହୁତ ସ୍କିମ୍ ଅଛି ଦିବ୍ୟାଙ୍ଗ ଲୋକମାନଙ୍କ ପାଇଁ ଯେମିତି କଂଗ୍ରେ ସୁଗମ୍ୟ ଭାରତ ଯୋଜନା ଆକ୍ସେସିବୁଲ ଇଣ୍ଡିଆ କ୍ୟାମ୍ପେନ୍ ସୁଗମ୍ୟ ଭାରତ ଯୋଜନା ଜାଣିଥିବ ଆକ୍ସେସିବୁଲ ଇଣ୍ଡିଆ କ୍ୟାମ୍ପେନ୍ ଯେଉଁମାନେ ସବୁ ମାନେ ଦିବ୍ୟାଙ୍ଗଜନ ଯେଉଁମାନେ ତାଙ୍କ ପାଇଁ ଯିବା ପାଇଁ ବିଭିନ୍ନ ଟ୍ରେନରେ ବି ସୁବିଧା କରାଯାଇଛି ଏରୋପ୍ଲେନରେ ବି ଯିବା ପାଇଁ ତାଙ୍କର ସୁବିଧା କରାହେଉଛି ଇଭେନ୍ ବି ଯେଉଁ ବିଲ୍ଡିଂ ଗୁଡ଼ା ପବ୍ଲିକ ବିଲ୍ଡିଂ ଗୁଡ଼ା ଅଫିସ୍ ଗୁଡ଼ା ମାନଙ୍କର ପବ୍ଲିକ ଅଫିସ୍ ଗୁଡ଼ା ସେଥିରେ କେମିତି ଦିବ୍ୟାଙ୍ଗ ସିঁଢ଼ି ଚଢ଼ିକି ଯାଇପାରିବନି କି ଲିଫ୍ଟର ବନ୍ଦୋବସ୍ତ ବି ତାଙ୍କର ହେଇଛି ତାଙ୍କ ପାଇଁ ସେମାନଙ୍କର ଜଣେ ହୁଇଲରେ ଯାଉଛି ତାକୁ ପାଇଁ ଦେଖିବ ତ ମେଡ଼ିକାଲ ଫେଡ଼ିକାଲ ଗୁଡ଼ାକରେ ଯେଉଁ ସ୍ଲୋ ବନଉଛନ୍ତି ମାନେ ଦେଖିଛ ନା ନାଇଁ ଏବେ ଦେଖିବ ବଡ଼ ମେଡ଼ିକାଲ ଗୁଡ଼ା ଯେଉଁ ଯିବ ବଡ଼ ଯେଉଁ ପବ୍ଲିକ ମେଡ଼ିକାଲ ଗୁଡ଼ାକ ସବୁ ସ୍ଲୋପ୍ ବନା ହେଉଛି ଜାଣିଛ ନା ନାଇଁ ଆଗରୁ ଯେଉଁ ଷ୍ଟେପିଂ କରାହେଉଥିଲା ଏବେ ସ୍ଲୋପ୍ କରାହେଉଛି ପୁରା ଇଭେନ୍ ବି ବଡ଼ ମେଡ଼ିକାଲ ଗୁଡ଼ାକ ଦେଖିବ ଯେଉଁଥିରେ ମାନେ ଏବେ ବି ଯେତେ ମେଡ଼ିକାଲ ନୂଆ କିନି କନଷ୍ଟ୍ରକ୍ସନ ସବୁ ଦେଖିବ ସବୁ ଗୁଡ଼ାକ ସିଡ଼ି ତ ଥିବ ସିଡ଼ି ସହିତ ସେମାନେ ସ୍ଲୋପ୍ ବନଉଛନ୍ତି ପୁରା ଯେମିତିକି ମାନେ ଷ୍ଟେପ୍ ନ ହେଇକି ଗୋଟେ ଲୋକ କ'ଣ ମାନେ ସ୍ଲୋପ୍ରେ ଚାଲି ଚାଲି ଉପରକୁ ଯାଇପାରିବ ତା ଦ୍ୱାରା କ'ଣ ଆମେ ସ୍ଲୋପ୍ରେ ଲୋକ ଭଲ ଲୋକ ବି ଚାଲିକି ଯାଇପାରିବେ ନର୍ମାଲ ଲୋକ ତା ସହିତ ଯେଉଁ ହ୍ୱିଲ୍ ଚେୟାରରେ ଯିଏ ବସୁଛନ୍ତି ମନେକର ସେ ବି ଆରାମରେ ତାଙ୍କୁ ହ୍ୱିଲ୍ ଚେୟାର ତାଙ୍କୁ ନେଇକି ଯାଇହେବ ସେଭଳିଆ ଦେଖିଛ ନା ନାଇଁ ସମ୍ ହସ୍ପିଟାଲ ହଉ କି ଯେଉଁଥିରେ ହଉ ଆମର ସବୁବେଳେ ସେ ସିଷ୍ଟମ କରୁଛନ୍ତି ନା ଏବେ ସ୍ଲୋପ୍ ବନଉଛନ୍ତି ପୁରା ସ୍ପାଇରାଲ କରିକି ସ୍ଲୋପ୍ ବନେଇ ଦେଇଥିବେ ଆରେ ଦେଖିନ କି ଭଳିଆ ଆଜ୍ଞା ସାର୍ ଦେଖୁଛି ତ ସେଇଗୁଡ଼ାକ ହେଉଛି କ'ଣ ଏସବୁ ଦିବ୍ୟାଙ୍ଗଜନ ଲୋକମାନଙ୍କ ପାଇଁ ଇଜି ହେବ ତେଣୁ ସେ ସବୁ ପବ୍ଲିକ ବିଲ୍ଡିଂରେ ବି ଏଇଭଳିଆ ଆରେଞ୍ଜମେଣ୍ଟ ସବୁ କରାହେଉଛି ତେଣୁ ତାଙ୍କର ମ୍ୟାନେଜମେଣ୍ଟ ପାଇଁ କେୟାର ପାଇଁ ତମେ ମନେକର ଯେଉଁ ବାର୍ଲି ଫାର୍ଲିର ବୁକ୍ ସବୁ ଆରେଞ୍ଜ ମାନେ ଯେଉଁମାନେ ସେନ୍ସରି ବ୍ଲାଇଣ୍ଡ ମନେକର ତାଙ୍କର ପଢ଼ିବା ପାଇଁ ବାର୍ଲି ଲେଟର ସବୁରେ ବୁକ୍ସ ଛପା ହେଉଛି ହେଲା କିମ୍ବା ଇଭିନ୍ ବି ଇଣ୍ଟରନ୍ୟାସନାଲ ଲେଭେଲରେ ବି ଏବିସି ଗୋଟେ ଥିଲା ଆକ୍ସେସ୍ ବୁକ୍ ଏମ୍ପୋରିୟମ୍ ଆକ୍ସେସିବୁଲ୍ ବୁକ୍ ଏମ୍ପୋରିୟମ୍ ମାନେ ଯେଉଁ ମାନେ ବ୍ଲାଇଣ୍ଡ ମନେକର ତାଙ୍କ ପାଇଁ ଅନଲାଇନ୍ ଲାଇବ୍ରେରୀ ସବୁ କରାଯାଇଥିଲା ସେ କେମିତି ତାକୁ ଆକ୍ସେସ୍ କରିପାରିବେ କ'ଣ
ସବୁ ଇଣ୍ଟରନ୍ୟାସନାଲ ଲେବୁଲରେ ନ୍ୟାସନାଲ ଲେବୁଲରେ ଆମ ଭାରତ ସରକାରଙ୍କର ବି ଆମ ଷ୍ଟେଟ୍ ଲେବୁଲରେ ବି କାଫି ସ୍କିମ୍ ଚାଲିଛି ସବୁ ଗଭର୍ଣ୍ଣମେଣ୍ଟର ଏଇସବୁ ଯେମିତି ଘରଗୁଣ୍ଡା ହେଲା ବହୁତ ଅଛି ଆମେ ସବୁଗୁଡ଼ା ଡିସ୍କସନ୍ କରିବା ତାଙ୍କ ପାଇଁ ମାନେ ତାମାନେ ମ୍ୟାନେଜମେଣ୍ଟ ଆଉ କେୟାର ସେକ୍ସନରେ ଏଗୁଡ଼ା ସବୁ ଆମେ ଲେଖିପାରିବ ତାଙ୍କର ପ୍ରପର କେୟାର ପାଇଁ ତାଙ୍କର ଯେମିତି ସେଲ୍ଫ ରିଲିଆନ୍ସ ବଢ଼ିବ ମାନେ ଆତ୍ମବିଶ୍ୱାସ ବଢ଼ିବ ତ ସେଥିପ୍ରତି କନଫିଡେନ୍ସ ହେବ ବୁଷ୍ଟିଂ ହେବ ତାଙ୍କୁ ଆମେ କେମିତି ମାନେ ହେଲ୍ପ କରିପାରିବା ଗଭର୍ଣ୍ଣମେଣ୍ଟ ତରଫରୁ କ'ଣ କ'ଣ ଯୋଜନା ପ୍ରସ୍ତୁତ କରାହେଉଛି ସୋସାଇଟିର କ'ଣ ରେସ୍ପନ୍ସିବିଲିଟି ରହିବା ଦରକାର ଆମମାନଙ୍କର କ'ଣ ରେସ୍ପନ୍ସିବିଲିଟି ରହିବା ଦରକାର ଏଇସବୁ ଜିନିଷ ଏଇ ସେକ୍ସନରେ କଭର ହେବ ତେଣୁ ଏଇଟା କିଛି ଏଇଟା କ'ଣ ଅଛି ଏସବୁ ଗଭର୍ଣ୍ଣମେଣ୍ଟ ଆମେ ଯିଏ ସାଙ୍ଗେ ତାକୁ ପଢ଼ିବା ଟିକେ ବେଟର ଟିକେ ଲେଖିବା କିଛି ରିପୋର୍ଟର କଥା ଲେଖିବା କେଉଁଥିରେ କେଉଁ ରିପୋର୍ଟରେ ବିଭିନ୍ନ ଅର୍ଗାନାଇଜେସନ ଯାହା ଉପରେ ରିସର୍ଚ୍ଚ କରୁଛନ୍ତି ତାପରେ ପଢ଼ୁଛନ୍ତି ଆଉ ତାଙ୍କର କିଛି ରିପୋର୍ଟ ଆସୁଛି କିଛି ଷ୍ଟେଟମେଣ୍ଟ ସେମାନେ ଦେଉଛନ୍ତି ତା ବିଷୟରେ ଲେଖିବା ଆଉ କ'ଣ ଏଇଥିରେ ମନେକର ଦେଖିବ ଏଇ କେସ୍ରେ ବି ମାନେ ଏଇଥିରେ ଆମେ ये गोटे स्टेप गला आहरी गोटे स्टेप छाड़देली मनकर जो फैमिली लाइफ साइकेल भी फैमिली लाइफ साइकेल देखिए काफी जो छुआ मैंने माने आम तो सब हाई आम तुम मैंने भाव मन आम सब भल फैमिली तुम फैमिली बापा मैंने सचेतन अच्छा तुम बापा को पाठ पढ़ाई टाइम माने सब रिसोर्सेस आवेलेबल कले आम जिन सब आमको इजी है किंतु किसी फैमिली देखिए जो मैंने बहुत लो फैमिली माने छोट छुआ को बेगिंग करने छाड़ी दौरान छोट छुआ को बिक्री कर दौरान पैसा फाइनेंशियल प्रोब्लेम जो 6 नंबर चैप्टर में भूली जाइए आउे कौन जो फाइनेंशियल प्रोब्लेम अच्छे देखिए काफी ओडिशा रे तुम न्यूज आस शुणुथ छोट छुआ को पैसा बिक्री कर दौरान अच्छा ये जो मैंने पैसा बिक्री कर दौरान ये सब इश्यूज को लेकिन काफी न्यूज आसूसी तेणु से केस रे कौन माने गवर्नमेंट तरफ जमी ये जो बचपन बचाओ आंदोलन चाइल्ड अब्यूज चाइल्ड रे जो मनकर जो विभिन्न चाइल्ड है कि चाइल्ड लेबर होची मनकर चाइल्ड लेबर करछन गवर्नमेंट तो ऑलरेडी हमर इवन भी भारत संविधान रे केतना नंबर आर्टिकल लिखले चाइल्ड लेबर पई अरे चाइल्ड लेबर पई केतना नंबर आर्टिकल जुनेद चाइल्ड लेबर पई केतना नंबर आर्टिकल यार चाइल्ड लेबर पई केतना नंबर आर्टिकल फंडामेंटल राइट रे अरे सब एब्सेंट अस ना पळै गलन सब प्रेजेंट अस कि प्रेजेंट अस कि रे मिताली आर यू देयर सर सर जुनेद हां जुनेद कौन हला मु कोन पचारथि सर चाइल्ड लेबर सर चाइल्ड लेबर पई केते आर्टिकल 23 24 सर आर्टिकल 23 24 23 तेणु एगुड़ाक सब आम ये मेनसन कर आंसर देखो कौ भाई केते बेटर हो पार जिते चिंता करबा ना आंसर से बेटर हम माने चाइल्ड लेबर मन किसी पिला जो जो माने जो फैमिली एते फाइनेंशियल स्ट्रगल भल ना तांको छुआ मान काम लगे दउछन तांको ने विभिन्न प्रकार फैक्ट्री जोटी कि पाठ पढ़िबार बयस तांको कि फैक्ट्री लगेथिबे हाजर्डस इंडस्ट्रीज नहीं लगेथिबे दोस थिंग्स आर नो ना तांको गवर्नमेंट तरफ भी मना करा भारत संविधान में तो फंडामेंटल राइट भी मना करा गवर्नमेंट विभिन्न रूल्स अच्छी भी मना करा चाइल्ड राइट रे प्रोटेक्शन दिया जिवो ता अगेंस्ट ए सब जिंस हम लिखि परिबा जे कोन कोन प्रॉब्लम्स अछि टैकल पई कोन कोन करा होछि तेणु सब मंथन दरकार गोटे करके आराम से आंसर सब लिखा जिते आंसर बहुत परफेक्ट हम आउ ये टाइप सब अच्छी गिफ्टेड चिल्ड्रेन कथा देखिले गिफ्टेड चिल्ड्रेन फिजिकल चैलेंज कथा सब देखिले आप भी गवर्नमेंट काफी स्कीम अच्छी ये तो प्रति वर्ष पढ़ुचे तो एक्सेप्शन ना प्रति वर्ष पढ़ुचे तो आम जिते परफेक्ट लिखे एमती खाली नोट पढ़ीगले 170 180 रही खोला कथा मुझे कि जब भल कि ना लिखा माने परिश्रम करके माने इम्प्रूवमेंट करके आंसर ताले 220 25 30 देखिए लिखी से अनुसार रही मोर देन सफिशिएंट एते हाई लेवल मार्क बहुत कम पिला रखिपारे बुझिल एते किए पढ़ुचे ये आ जो पिला जाकि सब होम साइंस जो क्लास कर जाकि से तो मासिकिया क्लास कर 2 मासिया क्लास कर 2 मास पढ़े खाली नोट दे देके छाड़ दौरान तार किसी इम्प्रूवमेंट ना आंसर केमती लिखुं कौन ना किसी जायस ना तुम 20 25 हजार दे दिए से तरबर हो क्लास सारदे धरी पड़ जा नोट धर चला ये नोट दिन खोला हो घरे बस अरे एमती होना ना ये होना जो मैक्सिमम पिला देखिए जो पढ़ाऊँ जाकि ऑप्शनल से कहते 30,000 35,000 नौ नहीं कि पैसा देदेव जाकि से तुम नोट देदेवे सब आउ तर 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 2 मास कोर्स सारदेवे तुम तुम आस घर बसता धरिक नोट बस बसता कौन लिखुच कौन ना किसी जायस ना आमको मात्र टेस्ट सीरीज जो कर अधा टेस्ट के लिखु न ये टाइप हो पिला सब फसुच्च बुझे ना तो आम इंटेंशन हो जिन को बहुत भल भाव करके क्लारिटी अंडरस्टांडिंग पूरा क्लारिटी आसवा दरकार पाइबा दरकार नहीं सिलेक्शन हवा दरकार भल मार्क रहा दरकार देन जाकि लगे किसी गोटे कली एमती करके लाभ अच्छा शुण ये था ये आम बर्तमान स्टार्ट करवा यहाँ सब चैप्टर वाइज आउे भलसे डिस्कसन करवा है था आज तुम जाओ कर है
आज एतिके क्लास टी एंड करियो आ जदि पचारिବାର ଅଛି କିଛି रिलेटेड मते पचार साଙ୍ଗे साଙ୍ଗे पचार अरे किसी पचारिବାର ଅଛି କି